ॐ जगन्नाथाय ते नमः। ଆଜି ପବିତ୍ର ସନ୍ଧ୍ୟାରେ ଆପଣ ମାନଙ୍କର ଶରଣ ଅରବିନ୍ଦରେ ସମସ୍ତଙ୍କୁ ମୁଁ ପ୍ରଣାମ ଜଣାଉଛି। ଆଜି ଏ ଯୋଉ ମହାନ ସାନ୍ଧ୍ୟ କାର୍ଯ୍ୟକ୍ରମରେ ଯାହାଙ୍କ ଶ୍ରୀମୁଖରୁ ଆମେ ଆଜି ପରମ ଶାସ୍ତ୍ର ଭାଗବତ ଅଭ୍ୟାସ କରୁଥିବ ନିତ୍ୟ, ଏହି ତତ୍ଵରେ ଯିଏ ଆଜି ଆମକୁ ଦ୍ୱିତୀୟ ସ୍କନ୍ଧର ସାରାଂଶ ଭାବାର୍ଥ ମର୍ମାର୍ଥ ବିଷୟରେ ସୂଚନା ଦେବେ, ସେ ହେଉଛନ୍ତି ଓଡ଼ିଶାର କିମ୍ବଦନ୍ତୀ ଆଧ୍ୟାତ୍ମିକ ଜଗତର ମୌଡ଼ମଣି ତଥା ଆଧ୍ୟାତ୍ମିକ ମହାକାଶର ଧ୍ରୁବତାରା ଶ୍ରୀ ଶ୍ରୀ ରାମଚନ୍ଦ୍ର ବଡ଼ପଣ୍ଡା ସାମନ୍ତଜୀ ମହାରାଜ, ଯିଏକି ପ୍ରଭୁ ଜଗନ୍ନାଥଙ୍କର ମୁଖ୍ୟ ସେବକ ଏବଂ ଜଣେ ମାନବବାଦୀ ଚିନ୍ତାଧାରାର ଦିବ୍ୟାତ୍ମା। ଶ୍ରୀମଦ୍ ଭାଗବତ ଶାସ୍ତ୍ରକୁ ସାର୍ବଜନୀନ କରିବା ଦିଗରେ ଆଧ୍ୟାତ୍ମିକତାର ପ୍ରଚାର ପ୍ରସାର ପାଇଁ ପୂର୍ଣ୍ଣ ସମର୍ପିତ ଏକ ଦିବ୍ୟାତ୍ମା ହେଉଛନ୍ତି ଶ୍ରୀ ଶ୍ରୀ ରାମଚନ୍ଦ୍ର ବଡ଼ପଣ୍ଡା ସାମନ୍ତଜୀ ମହାରାଜ। ତାଙ୍କ ପାଦ ତଳେ ଏ ସେବକ ପ୍ରଣାମ କରୁଛି ଏବଂ ଆଜି ଯାହାଙ୍କର ଉଦ୍ୟମରେ ଓଡ଼ିଶାର ଶ୍ରୀମଦ୍ ଭାଗବତ ମହାପୁରାଣକୁ ସମଗ୍ର ଓଡ଼ିଶାରେ ଯିଏ ପରିଚିତ କରିବା ପାଇଁ ଏବଂ ତାର ପୁନଃ ପ୍ରଚାର ପାଇଁ ଯିଏ ସମର୍ପିତ ବ୍ୟକ୍ତିତ୍ୱ, ଯିଏକି ଆମ ରାଜ୍ୟ ସଭାପତି ଶ୍ରୀମଦ୍ ଭାଗବତ ପ୍ରଚାର ଓଡ଼ିଶା ମହାମଞ୍ଚର ସଭାପତି ଶ୍ରୀଯୁକ୍ତ ତପନଜୀ ମହାରାଜଙ୍କୁ ପ୍ରଣାମ କରୁଛି ଏବଂ ଆଜିର ଏହି ମହାନ ପବିତ୍ର ସଂଗଠନର ସାଧାରଣ ସମ୍ପାଦକ ମହୋଦୟ ଶ୍ରୀଯୁକ୍ତ ପ୍ରବୀର ରାୟ ମହୋଦୟଙ୍କୁ ମୁଁ ପ୍ରଣାମ କରୁଛି ଏବଂ ଏହି ଆଭାସୀ ମାଧ୍ୟମରେ ଯୋଗଦାନ କରୁଥିବା ସମସ୍ତ ଦିବ୍ୟାତ୍ମାଙ୍କୁ, ସମସ୍ତ ପ୍ରତିଭାଧାରୀ ମାନଙ୍କୁ ଓଂ ନମୋ ଭଗବତେ ବାସୁଦେବାୟ ମନ୍ତ୍ରରେ ପ୍ରଣାମ କରୁଛି। ଓଂ ନମୋ ଭଗବତେ ବାସୁଦେବାୟ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ସ୍ୱାମୀ କି ଜୟ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ପ୍ରତ୍ୟେକ ଜ୍ଞାନୀ ଭକ୍ତ ଏ ସମସ୍ତଙ୍କୁ ମୋର ଅଶେଷ ଅଶେଷ ଧନ୍ୟବାଦ ଏବଂ ବଡ଼ପଣ୍ଡା ଦୃଷ୍ଟିରୁ ମୁଁ ସମସ୍ତଙ୍କୁ ଭଗବାନଙ୍କର ଆଶୀର୍ବାଦ ପ୍ରଦାନ କରୁଛି। ଶୁଭମ ଭବତୁ, ଶୁଭମ ଭବତୁ, ଶୁଭମ ଭବତୁ, ସୁସିଦ୍ଧମସ୍ତୁ। ଓମ୍ ଶାନ୍ତି। ବର୍ତ୍ତମାନ ଆଜିର ଏଇ ଯେଉଁ ଆୟୋଜନ କରାଯାଇଛି, ତପନ ବାବା ଯେତେବେଳେ କହିଲେ ଯେ ଏଇସବୁ ଆରେଞ୍ଜମେଣ୍ଟ କରିବା ପାଇଁ ତାଙ୍କର ବହୁତ କିଛି ଅସୁବିଧା କରି ସମ୍ମୁଖୀନ ହେବାକୁ ପଡ଼ୁଛି, ମୋର ସମସ୍ତଙ୍କୁ ବିଶେଷ ଗୋଟେ ଅନୁରୋଧ, ଭଗବତ ପ୍ରେମ ତ ସମସ୍ତଙ୍କ ପାଖରେ ଅଛି, କିନ୍ତୁ ତାକୁ ଜାଗ୍ରତ କରିବା ଦାୟିତ୍ୱ ଭଗବାନ କିଛି କିଛି ଲୋକଙ୍କୁ ବିଚାର କରି ଦେଇଥାନ୍ତି। ଆଉ କିଏ ଅଧିକା ଜ୍ଞାନ ଅଛି ନ ଅଛି ସେ ପଛ କଥା, କିନ୍ତୁ କେତେଜଣ ଲୋକ ଭଗବାନଙ୍କ ପାଇଁ ନିଜ ସମୟ କାଢ଼ି ବାଟୁଛନ୍ତି, ସେଇଟା ବଡ଼ ଜିନିଷ। ଏଠି ଜ୍ଞାନଟା ବଡ଼ ଜିନିଷ ନୁହେଁ, ଯିଏ ତାର ସମୟକୁ କାଟିକିରି ଆପଣମାନଙ୍କ ପାଇଁ ବାଣ୍ଟୁଛି। ଏଇ ଯେଉଁ ତପନ ବାବା ଯାହାକୁ କହୁଛନ୍ତି, ତାଙ୍କର ମୁଁ ଦେଖୁଛି ତାଙ୍କୁ ଆପଣ ସହଯୋଗ ଏତେଟା କରୁନାହାନ୍ତି, ଯାହାଫଳରେ କି ସେ ନିଜ ଜମିବାଡ଼ି ବିକି ବିକିକିରି ଏଇ ସତ୍ସଙ୍ଗ ଲଗେଇଲା ବେଳକୁ ଆମକୁ ଶୁଣିଲେ ବାଧା ଲାଗୁଛି। ମୁଁ ଚାହୁଁଛି ଆପଣମାନେ ସମସ୍ତେ ତାଙ୍କୁ ସହଯୋଗ କରନ୍ତୁ, କାରଣ ସେ ଗୋଟିଏ ଲୋକ ଆପଣମାନଙ୍କ ପାଇଁ ଏତେ ସମୟ କାଢ଼ିକି ଦେଉଛି, ଏଇ ବହୁତ ପ୍ରେମରେ ଲାଗିଛି। ଆପଣ ସହଯୋଗ ନ କରିବେ ସେ କେମିତି ତାଙ୍କ କୁଟୁମ୍ବକୁ ପୋଷିବେ। ମୁଁ ପ୍ରଥମେ ଲକ୍ଷ୍ମୀ ନୃସିଂହଙ୍କୁ ଲକ୍ଷ୍ମୀ ଚରଣାରବିନ୍ଦରେ କୋଟି କୋଟି ପ୍ରଣାମ କରୁଛି। ତାପରେ ଆପଣମାନଙ୍କ ପାଇଁ
ମୁଁ ସମୟ ରଖିବି ଯେ ଚାହିଁବେ ଆପଣମାନେ ପ୍ରଥମେ ପ୍ରଶ୍ନ କରିପାରନ୍ତି, ନାହିଁ ତ ମୁଁ ପ୍ରଥମେ କହିବି, ଆପଣ ପଛରେ ମୋତେ ପ୍ରଶ୍ନ କରିବେ। ବର୍ତ୍ତମାନ ଆପଣମାନେ ନିଜେ କୁହନ୍ତୁ, ଆଉ ପ୍ରଶ୍ନ କରିବେ ନା ଆଗ ଫାଷ୍ଟ ମୁଁ କହିବି? ନାଇଁ ଆଜ୍ଞା ଆପଣ କୁହନ୍ତୁ ମହାଶୟ। ଠିକ୍ ଅଛି, ବର୍ତ୍ତମାନ ଆମେ ଆରମ୍ଭ କରିବା ଯେଉଁ ଭାଗବତ, ଯେ ରସାମୃତ ମାନେ ଏଇ ଦୃଷ୍ଟିରୁ ଏତେ ପୁରାଣ ଅଛି, 88 ପୁରାଣ। ଏଇ 18ଟା ପୁରାଣ ଭିତରେ ଭାଗବତ ହେଲା ପଞ୍ଚମ ପୁରାଣ। ବ୍ରହ୍ମପୁରାଣ, ପଦ୍ମପୁରାଣ, ବିଷ୍ଣୁ ପୁରାଣ, ବାୟୁ ପୁରାଣ ବା ଶିବ ପୁରାଣ, ତାପରେ ହେଲା ଭାଗବତ ରସାମୃତ ମାନେ ସାଗର। ଏଇ ଯେଉଁ ଭାଗବତ ଏଇଟା ଦୁଇ ଭାଗରେ ବିଭକ୍ତ, ଦେବୀ ଭାଗବତ, ଶ୍ରୀମଦ୍ ଭାଗବତ। ଆମେ ଶ୍ରୀମଦ୍ ଭାଗବତ ବିଷୟରେ ଯିବା। ଏ ବିଷୟରେ ସତ କହିବାକୁ ଗଲେ କିଛି ହାତ ଗଣତି ଲୋକ ଛାଡ଼ିଦେଲେ ସମସ୍ତଙ୍କର ଜ୍ଞାନ ନଥାଏ, ବୁଝିପାରନ୍ତିନି। ଜ୍ଞାନ ତ ବଡ଼ କଥା, ବୁଝିବା ବି କଷ୍ଟ ହୋଇଯାଏ। ତେଣୁ ଭାଗବତ ବୁଝିବା ପାଇଁ ହେଲେ ଭଗବାନଙ୍କର ମୁଖ ନିଃସୃତ ବାଣୀ ଭଗବତ ଗୀତାକୁ ଆପଣ ଜାଣିବା ନିହାତି ଜରୁରୀ। ଯଦି ଗୀତା ଅଳ୍ପ ବହୁତ ନ ଜାଣିଥାଅ ତାହେଲେ ଭାଗବତ ବୁଝିବା ବହୁତ କଷ୍ଟ। ଏଇ ଯେଉଁ ଭାଗବତ ବିଷୟରେ ଆମେ ଆଲୋଚନା କରିବାକୁ ଯାଉଛେ, ପଞ୍ଚମ ପୁରାଣ, ଯେମିତି 18ଟା ପୁରାଣ, ସେମିତି ଭାଗବତ ରହୁଛି 18,000 ଶ୍ଲୋକ। ଆମର ଚିନ୍ତା କରନ୍ତୁ, 18 ପୁରାଣ ଅନୁସାରେ 18,000 ଶ୍ଲୋକ ହେଲା। ତାପରେ ଆମେ 12 ବର୍ଷ ଗୋଟେ ଯୁଗ କହୁଛେ, ତେଣୁ ମହାପ୍ରଭୁଙ୍କର ଏଇ ଯେଉଁ ଭାଗବତ, ଇଏ ରହୁଛି 12 ସ୍କନ୍ଦ, 332ଟା ଅଧ୍ୟାୟ। ଆମର ତପନ ବାବୁଙ୍କର ଅନୁରୋଧ ଯେ ଆପଣ ଦ୍ୱିତୀୟ ଅଧ୍ୟାୟ ଉପରେ କିଛି କହିବେ, ଦ୍ୱିତୀୟ ସ୍କନ୍ଦ ଉପରେ। ଦ୍ୱିତୀୟ ସ୍କନ୍ଦ ଭଗବତ ଗୀତା ଏ ଯୋଡ଼ା ଯାକ ପ୍ରାୟ ଇକ୍ୱାଲ୍, ସମାନ। କାହିଁକିନା ଦ୍ୱିତୀୟ ସ୍କନ୍ଦଟା ଆରମ୍ଭ ହୋଇଛି ସାକାର, ନିରାକାର, ସୂକ୍ଷ୍ମ, ବିସ୍ତୃତ, ଏଇଠୁ ସୃଷ୍ଟିର ଆରମ୍ଭ ଏବଂ ସରିଛି ମଧ୍ୟ ସେଇ କଳି ଯୁଗ, କଳ୍କି ଅବତାର। ହଁ, ଏଠି କଳ୍କି ଅବତାର ଉପରେ ଭଗବାନ ନିଜେ କହିଛନ୍ତି ଯେ ସମ୍ବଳ ଗ୍ରାମରେ ମୁଁ ଜନ୍ମ ହେବି। ତା'ର ପ୍ରତ୍ୟକ୍ଷ ପ୍ରମାଣ ମଧ୍ୟ ବି ବର୍ତ୍ତମାନ ମିଳିସାରିଛି, କାରଣ ସମ୍ବଳ ଯେଉଁ ଗ୍ରାମ ଅଛି ଉପରେ, ସେଠି ବି ଗୋଟେ ଶୂନ୍ୟ ମନ୍ଦିର ଥିଲା। କେଉଁ ଯୁଗରୁ ତିଆରି ଅଛି ଶୂନ୍ୟ ମନ୍ଦିର, ତାକୁ ମୁସଲିମାନେ ଆସିଛନ୍ତି ଆକ୍ରମଣ କରୁଛନ୍ତି, ସେ ଅଲଗା କଥା, କିନ୍ତୁ ମନ୍ଦିର ଥିଲା, ଏବେ ବି ଅଛି। ସେଟା ଉଦ୍ଧାର କରାଗଲାଣି। ମୋଟାମୋଟି ଭାବରେ ଦେଖିବାକୁ ଗଲେ ଭାଗବତ ଜାଣିବା ପୂର୍ବରୁ, ମାନେ ଭାଗବତ ଭାବରେ ଗଲେ ବସିକିରି ତରିବ, ନହେଲେ କାମ କରିକରି ମରିବ। ଏଇଟା ହେଲା ଭାଗବତର ନିଚ୍ଛକ ସତ୍ୟ ବାଣୀ। ତେଣୁ ଭାବରେ ଯିବାକୁ ହେଲେ ଆମକୁ ପ୍ରଥମେ ଗୋଟେ ପ୍ରକାର ବିଶ୍ୱାସ ରଖିବାକୁ ହେବ। ଆକୁ ନେଇକରି ମୁଁ ଏଇ ଦ୍ୱିତୀୟ ଯେଉଁ ସ୍କନ୍ଦ ବିଷୟରେ ଆଲୋଚନା କରିବା ପୂର୍ବରୁ ଆପଣମାନଙ୍କୁ ଗୋଟେ ଛୋଟିଆ ଗଳ୍ପ କହିବି, ଛୋଟ ଗଳ୍ପଟେ। ଏଇଭଳି ଗୋଟେ ଜାଗାରେ ଭାଗବତ ଟୁଙ୍ଗି ହେଇଛି, ଜଣ ଘରେ ଭାଗବତ ଟୁଙ୍ଗି ହେଇଛି ଗାଁରେ। ସିଏ ତାକୁ ଭାଗବତ ପଢ଼ୁଛନ୍ତି ପଣ୍ଡିତ ବସିକିରି, ଲୋକମାନେ ଘେରି ହେଇକି ଅଛନ୍ତି। ଚୋର ତା ଭିତରେ ପଶିଯାଇଛି। ଚୋର ପଶିଯାଇଛି ଯେ ଆଉ ଚୋରି କରିପାରୁନି, କାହିଁକିନା ସବୁ ଲୋକ ଅଛନ୍ତି, ଯଦି ଟିକେ ଠୁକ୍ ଠାକ୍ ହେବ ଜଣା ପଡ଼ିଯିବ। ସେ ଲୁଚିକି ସେ ବସି ପଡ଼ିଛି। ତା କାନରେ ଟିକେ ଟିକେ ପଡ଼ୁଛି ଯେ ଅମୁକ ଜାଗାରେ ଅମୁକ ଅଛନ୍ତି କୃଷ୍ଣ, ଯେମିତି ଭାଗବତ ଯେଉଁ ବର୍ଣ୍ଣନା ହେଇଛି ଥିଲା ଦ୍ୱିତୀୟ ସ୍କନ୍ଦ, ସେ କିଛି ବୁଝିପାରୁନଥିଲା। ଖାଲି ଏତିକି ବୁଝୁଥିଲା, ସେ ଦ୍ୱିତୀୟ ସ୍କନ୍ଦ ଯେଉଁ ବର୍ଣ୍ଣନା ହେଇଛି କୃଷ୍ଣଙ୍କର ଯେଉଁ ରୂପ ଲାବଣ୍ୟ, ଯେ ଏମିତି ପୀତ ବସ୍ତ୍ର ପିନ୍ଧିଛନ୍ତି, ମର୍କତ ମଣି ଖଞ୍ଜିତ ବାହୁଟି, କୌସ୍ତୁଭ ମଣି ଥିବା ମାଳା, ଏସବୁ ସୁନା ରୂପା ତ ନାହିଁ, ସୁନା ମଣି ସବୁ ଶୁଣିକିରି ତାର ଭାରି ଲୋଭ ବି ହେଉଥାଏ। କହିଲେ ଆରେ ଚୋରି କରିବି କ'ଣ, ଏଇ ତ ଭଲ କଥା କହିଲେଣି, ଏଇ ବ୍ରାହ୍ମଣଟାକୁ ଧରିବି ଆଗ। ତେଣୁ ଭାଗବତ ପାଠପଢ଼ା ସରିଲା। ଚୋର ଆଗୁଆ ଯାଇକରି ଲୁଚିକି ବସିଛି, ବ୍ରାହ୍ମଣକୁ ବାଟେ ଯିବ। ବ୍ରାହ୍ମଣ ଯେତେବେଳେ ଗଲା, ସେ ନିଛାଟେ ଗଲା ବେଳକୁ, ସେତେବେଳେ ତ ଗାଁରେ ଚାଲି ଚାଲି ଯାଆନ୍ତି, ମାଡ଼ି ବସିଲା ବ୍ରାହ୍ମଣକୁ। ଆଉ ବ୍ରାହ୍ମଣ କହିଲା ଯେ ଆରେ ଭାଇ, ସେ ସମସ୍ତେ ଜାଣନ୍ତି ଚୋର ବୋଲିକା, ଇଏ ତ ତୁ ମୋତେ ଧରିଲେ କ'ଣ ପାଇବ, ମୁଁ ତ ବ୍ରାହ୍ମଣ ଲୋକ, ଇଏ କ'ଣ କିଏ ଟଙ୍କେ 2 ଟଙ୍କା ଅଣା 2 ଅଣା ଏମିତି ସବୁ ଦେଇଛନ୍ତି, ସେଥିରେ କେତେ ପଇସା ମୁଁ ପାଇଛି ଯେ ତ ଦେବି। ନାଇଁ ମୁଁ ତୋର ପଇସା ନେବିନି। ନା ଆଉ ମୋତେ କାହିଁ ତାହେଲେ ଧରିଛୁ? ନା ଧରିଛୁ କ'ଣ, ମୁଁ ଶୁଣୁଥିଲି ଭାଗବତ, ସେ ଭାଗବତ ଯେଉଁ କହିଲୁ, ଯେଉଁ ଗୋଟେ ପିଲା ମାନେ କଳା ପିଲାଟିଏ, ଆଉ ସେଥିରେ ଯାହାର ବର୍ଣ୍ଣ ହେଉଛି ଏଇଭଳି ବର୍ଣ୍ଣ, ଏଇଭଳି ବସ୍ତ୍ର, ଏଇଭଳି ସ୍ୱର୍ଣ୍ଣ ଅଳଙ୍କାର ସବୁ ପିନ୍ଧିଛି, ସେ ଲୋକ କେତେ ଧନୀ ନ ହେଇଥିବ। ସେଇ ପିଲାର ମୋତେ ଠିକଣା ବତେଇଦେ, ତୋତେ କିଛି ଆଉ ମୁଁ କିଛି କହିବିନି, ତୁ ମୋତେ ଛାଡ଼ିଦେବି, ନହେଲେ ତୋତେ ଏଠି ମାରିଦେବି, ତୁମ ଠିକଣା କହ।
ସିଏ ଦେଖିଲା ଚୋର ହାତରେ ମରିବି କାହିଁକି ତାକୁ ଠିକଣା କହିଦେଲା ଯା ବୃନ୍ଦାବନ ଯିବୁ ଅମୁକ ଯମୁନା ନଦୀ କୂଳରେ ଏମିତି ଗୋଟେ ପ୍ରସାଦ ଅଛି ସେଇଠି ତୁ ଗଲେ ସେଇଲା ଧନୀ ଘର ସେଇ ଘରର ପିଲା ସିଏ। ଚୋର ମନେ ମନେ ଭାବିଲା ଯେ ପିଲା ଯଦି ଏତେ ଧନୀ ତାହେଲେ ତାଙ୍କ ବାପା ମା କେତେ ଧନୀ ନ ହେଇଥିବେ ତାଙ୍କ ଘରେ କେତେ ଧନ ନଥିବ। କହିଲା ଠିକ୍ ଅଛି ତୁମେ ଯାଅ ମୁଁ ପାଇଲେ ତୋତେ ଦେବି କିଛି। ବ୍ରାହ୍ମଣ କହିଲା ତୁ ଆଉ ପାଇବୁ ମନେ ମନେ ଭାବୁଛୁ ବ୍ରାହ୍ମଣ ତୁ ଆଉ ପାଇବୁ ଯେ ମୋତେ ଦେବୁ ଯା ତୁ ଯା ଆଗ ଏଠୁ। ତେଣୁ ଚୋର ବର୍ତ୍ତମାନ ତାର ସେ ପଳେଇଗଲା ବୃନ୍ଦାବନ ଅଭିମୁଖେ। ଗାଁରେ ବ୍ରାହ୍ମଣଟି ଥରଥରିକି ଯାହା କରୁଥିଲା ପଳେଇ ଆସିଲା। ଧର୍ମପତ୍ନୀ ସବୁ ବୃତ୍ତାନ୍ତ କହିଲା ଆଉ ଖାଇ ପିଇ ଦେଇ ଶୋଇପଡ଼ିଲା। କହିଲା ଓହୋ ମଣିଷ ବଞ୍ଚିଗଲା। ପତ୍ନୀ ବୁଝେଇଦେଲେ ଯେ ଏସବୁ ଭାଗବତର ମହାତ୍ମ୍ୟ କାରଣ ଭାଗବତ ଭଗବାନଙ୍କ ଆଶୀର୍ବାଦରେ ତୁମେ ଆଜି ବଞ୍ଚିଗଲ। ଏଇ ଦୃଷ୍ଟିରୁ ପତ୍ନୀ ବର୍ତ୍ତମାନ ତାକୁ ସାନ୍ତ୍ୱନା ଦେଇଦେଲେ। ବ୍ରାହ୍ମଣ ମଧ୍ୟ ବୁଝିଗଲା ଶୋଇପଡ଼ିଲା। କିନ୍ତୁ ଚୋର ବାହାରିଲା ବୃନ୍ଦାବନ ଯମୁନା କୂଳକୁ ଗଲା। ସେମିତି ଦେଖିଲା ଗୋଟେ କ'ଣ ସେଭଳିଆ ଘର ଗୋଟେ ବଡ଼ ଘରଟେ ଅଛି। କହିଲା ଏଠି କେମିତି ଲୁଚିକି ରହିବି। ଦେଖିଲା ବିରାଟ ବଡ଼ ଗୋଟେ ଗଛ ଅଛି ବର ଗଛ। କହିଲା ଏଇଟା ଗୋଟେ ଝଙ୍କାଳିଆ ଗଛଟେ ହେଇଛି। ଆଉ ଯେହେତୁ ଗାଁ ପିଲା ସେ ଝଙ୍କାଳିଆ ଗଛ ଚଢ଼ିଗଲା। ତେଣୁ ଚଢ଼ିକି ତା ସେ ଲୁଚିକି ବସିଛି। କେତେବେଳେ ସେ ଘର ଲୋକ ଆସିଲେ ତାକୁ ଦେଖିବ ହଁ ସେଇ ଲୋକ ନା ନାହିଁ। ତ ସେଇ ସମୟରେ ଲୋକଟି ଯୋଡ଼ିଏ ପିଲା ବାହାରିଲେ 4ଟା ଚୋର ତ ରାତି ଅନ୍ଧାର ତା କାମ ସେ ରାତି ଅନ୍ଧାରରେ ଲୁଚିକି ବସିଛି। ତେଣୁ ସେ ଯୋଡ଼ିଏ ପିଲା ଫାଷ୍ଟ ବାହାରିଲେ କଳା ଗୋରାକିରି। ଇଏ ହନେଇଲା ଗୋଟେ ଛୋଟ ଛୋଟ ପିଲା ଯୋଡ଼େ ଟିକେ ଟିକେ ପିଲାଟା ହେଇଛନ୍ତି ସେ କ'ଣ କେତେ ସୁନା ଅଳଙ୍କାର ପିନ୍ଧୁଛନ୍ତି ଆଉ ଏଇ ଗୁଡ଼ାକୁ ମୋର କ'ଣ କରିବି ଆକୁ ତ ବାଡ଼ିକି ମାରିଦେଲେ ବି ମାନେ କିଛି ମୋ କରିପାରିବେନି। ହେଲେ ଆଙ୍କୁ ମାରିବାକୁ ତ ହାତ ଯିବନି ତାଙ୍କୁ ମାଡ଼ି ବସିବି ତାଙ୍କର ସବୁ ସୁନା ଅଳଙ୍କାର ସବୁ ନେଇଯିବି। ରାତାରାତି ଧନୀ କ'ଣ କେତେ ଚିକିମିକି ମାରୁଛି ରତ୍ନ ଗୁଡ଼ାକ ଖଞ୍ଜା ହେଇଛି ଯେ ଚକଚକ୍ କରୁଛି। ଆରେ କହିକି ଓହ୍ଲିକି ଧୀରେ ଧୀରେ ଆସିଲା। ଆସି ଖାପ୍ନା ଯୋଡ଼ା ପିଲାକୁ ଧରିଲା। ଯୋଡ଼ା ପିଲା ଚୁପଚାପ ଧରା ପଡ଼ିଗଲେ। କହିଲେ ଏଇ ପିଲେ ତୁମେ ସବୁ ତୁମ ଜିନିଷ ଗୁଡ଼ାକ ଏସବୁ ତୁମ ଘର ଜିନିଷ ନା ହଁ ନା ସବୁ ଜିନିଷ କାଢ଼ ନା ସବୁ ଜିନିଷ ଗୁଡ଼ା ମୁଁ କାଢ଼ି ଦେଉଛୁ। ଆଉ ଆମ ଘରେ ଆଉ ଗୋଟେ ଜିନିଷ ଅଛି ତୁ ତୁମେ ନେବ ଯଦି ଆମେ ଦେଇଦେବୁ। ନାଇଁ ଆଉ ଜିନିଷ ଜାଣିବ ନା ହଁ ଆମେ ସବୁ କାଢ଼ିକି ଗଲେ ଭଲ ଜାଣିଯିବେ। କହିଲେ ଆରେ ହେ ତୁ ମୋତେ ଜାଣିକିରି ମିଛ କଥା କହିଦେଉଛୁ ଖସି ଯିବା ପାଇଁ। ଏ ପିଲା ଭାରି ଚାଲାକ ଅଛି। ତୁ ସବୁ ଆଗ ଦେ ତାପରେ ଯିବୁ ତ ପଛରେ ଆଣିଲେ ଦେଲେ ଦେ ନଦେଲେ ନାହିଁ। ମନରେ ଭାବିଲା ଏତ ସୁନା ଅଳଙ୍କାର ପାଇଲେଣି ମାନେ ଆଉ ମୋ ଜୀବନ ହିଁ ପରିବର୍ତ୍ତନ ହେଇଯିବ। ମଲା ପର୍ଯ୍ୟନ୍ତ ଖାଉଥିବି। ସେ ଯାହା ପାଇଲା ତାକୁ ଗଣ୍ଠୁଲି ବାନ୍ଧିଲା। ବାନ୍ଧିକିରି ପିଲାମାନେ କହିଲେ ଆମେ ତାହେଲେ ଯାଉଛୁ ଆଉ ଆଣିବୁ ନା ନାଇଁ ତୁମେ ଆଉ ଆଣିବା ଦରକାର ନାହିଁ ମୁଁ ଆଉ ଆସିବି କାଲି ଆଣିବ। ମନରେ ଭାବିଲା ଯଦି ଏଇ ଧରା ପଡ଼ିଯିବି ସବୁ ଲୋକ ନେଇଯିବେ କାଲି ମୁଁ ମୋ ରାସ୍ତାରେ ଆସିବି ଲୁଚିକି ରହିବି ତାଙ୍କୁ କହିଦେବି ଆଉ। ସେ ପିଲାମାନଙ୍କୁ କହିଲା ପିଲେ ତୁମେ କାଲି କେତେବେଳେ ଆସିବ ନା ଏତିକି ବେଳେ ଏଇ 4ଟା ରାତିରେ। ଭଲ କଥା 4ଟା କେଉଁଠି ଦେଖାହେବା ଏଇଠି ଦେଖାହେବା ନା ଠିକ୍ ଅଛି ମୁଁ କାଲି 4ଟା ବେଳକୁ ତୁମ ପାଖକୁ ଆସିବି। ଚୋର ଆସିଲା ଆସିକି ଭାବିଲା ଏଇ ପିଲାଟା କ'ଣ ଛୋଟ ପିଲା ଜାଣିପାରୁନଥିବ ବୋଧେ ହଉ କାଲି ଆସିବ ନା ଆସିବ ଦେଖିବା। ପୁଣି ଲୋଭ ଅଛି ପୁଣି ଡର ବି ଅଛି କାରଣ ଗାଁ ଲୋକ ଜାଣିଯିବେ ଯଦି ବାଡ଼େଇବେ। ଯାହା ବି ହେଉ କୌଣସି ପ୍ରକାର ଲୋଭ ସମରଣ କଲା ତାର ମନେ ଭାବିଲା ନା ଅତି ଲୋଭ ତନ୍ତୀ ମଲା ଭଳି ଆଉ ଲୋଭ କଲେ ମୋର ମୃତ୍ୟୁ ସୁନିଶ୍ଚିତ। ଏଠି ଲୋଭ ନ କରିକିରି ଏଇ ସ୍ଥାନ ଶୀଘ୍ର ତ୍ୟାଗ କରିଦେବା ଉଚିତ କାରଣ ଏତେ ସୁନା ନେଇକି ଗଲାବେଳକୁ ମୋତେ ବି ବହୁତ କାଠିକର ପାଠ ହେବ। ସେ କ'ଣ ଆଣିବେ ନ ଆଣିବେ ମନରେ ବହୁତ ଚିନ୍ତା କଲା ଯେମିତି ତାପରେ ଚିନ୍ତା କଲା ନା ମୁଁ ଗାଁକୁ ଫେରିଯିବି। ସେ ଗାଁକୁ ଫେରି ଆସିଲା କିନ୍ତୁ ସଦାବେଳେ ତା ଆଖି ଆଗରେ ନାଚୁଥାଏ ସେ ଦୁଇ ପିଲାଙ୍କର ଶରୀର ମୁହଁ ଆଉ ସେ ହାତଟାକୁ ସୁବାସ ବାସନା ହେଉଥାଏ। କହିଲା ଏ ପିଲାଟାକୁ ଦେଖିଲେ ତ ମନ ମୋହିତ ହେଇଯାଉଛି। ଏ ସୁନା ଅଳଙ୍କାରରେ ସେ କେତେ ସୁନ୍ଦର ଲାଗୁଥିଲେ ମୁଁ ବେକାର ତାଙ୍କୁ ଆଣିଲି। ହଉ ଏମିତି ବହୁତ ଦ୍ୱନ୍ଦ୍ୱବାସ ମନରେ ଆସିଲା ଘରକୁ। ଆସିକରି ବ୍ରାହ୍ମଣ ଘରେ ପହଞ୍ଚିଲା। କହିଲା ଆରେ ବ୍ରାହ୍ମଣ ସେ ବ୍ରାହ୍ମଣ ଆସିଲେ ମୁଣ୍ଡିଆ ମାରିଲା ଦେଖ ତୁମ ଯୋଗୁଁ ଆଜି ମୁଁ ଏତେ ସୁନା ଫୁନା ପାଇଲି ଆଉ ତୁମେ ଆଦିରୁ କିଛି ନିଅ। ବ୍ରାହ୍ମଣ ବୁଝିପାରିଲାନି ଯେ ପ୍ରକୃତରେ ସତରେ ନା ମିଛରେ। ସେ କହିଲା କେଉଁଠୁ ପାଇଲ ନା ସେଇ ପିଲା ଦିଙ୍କଠୁ ନା ପିଲା ଯେଉଁଠୁ ପାଇଲ ତୁମ ଗୋଟେ ପିଲା କେତେବେଳେ ଯୋଡ଼େ ପିଲା ଆସିଲେ ନାଇଁ ନା ଦେଖି ସୁନା କେମିତି ଅଳଙ୍କାର। ସେ ସୁନା ଦେଖି ବ୍ରାହ୍ମଣ ଆଖି ଖୁସି ହେଇଗଲା। ବ୍ରାହ୍ମଣ କହିଲା ତୁ କିଛି ନେ ଆଉ ଖୁସିରେ ରହ ମୋତେ ଏମିତି କହିଲେ ଦେଉଥିବୁ ଗୋଟେ ସମ୍ବାଦ ଦେଉଥିବୁ ଆଡ୍ରେସ୍ ଦେଉଥିବୁ ମୁଁ ଏଇ ଠିକଣା ଯାଇକରି ଏମିତି ଚୋରି କରୁଥିବି ତତେ ଦେଉଥିବି ମୁଁ ନେଉଥିବି ଆଉ। ବ୍ରାହ୍ମଣ ମୁଣ୍ଡଟା ହଲେଇଲା ଭାବିଲା ଏଇଟା ସୁନାଟା କେଉଁଠୁ ଆଣିଲା। ସେ ଭାବୁଥିଲା ରଖିବିନି। ସ୍ତ୍ରୀ କହିଲା ନା ରଖିଦିଅ। ସେ କହିଲା ନାଇଁ ଯଦି ଚୋର ଚୋରି କରି ଆଣିଥିବ ଯଦି ପୁଲିସ୍ ଧରିବ ମୁଁ ଆରେଷ୍ଟ ହେବି। ନାଇଁ କିଛି ହେବା ହେଉନି ଆମେ ସବୁ ଲୁଚିଦେବାନି ନହେଲେ ଚୁଲି ପୁରୀ ଦେବା କାଠ ଚୁଲି ଭିତରେ ନା ହଉ
କହିଲି ତା ଦେହରୁ କିଛି ବେଶୀ କିଛି ନେବା ଡର ଲାଗିଲା ଯେତିକି ସମ୍ଭବ ହେଲା ଚୋର ଯାହା ଦେଲା ସେଇ ଯୋଡ଼ାକ ନେଇକରି ସେ ରଖିକିରି କଙ୍କଣ ଯୋଡ଼େ ନେଲା, ଯୋଡ଼େ କଙ୍କଣ ଗୋଟେ କଙ୍କଣ ନେଲା, ଯୋଡ଼େ ବାଜୁବନ୍ଧରୁ ଗୋଟେ ବାଜୁବନ୍ଧ ନେଲା। କହିଲା ତା ଡର ଲାଗିଲା, କହିଲା ନାଇଁ ଆଉ ନେବିନି, ଖାଲି ଆଉ ଗୋଟେ କୁଣ୍ଡଳ ଦେ ସେତିକି ହେଇଯିବ, ନିଜଟା ଲୁଚେଇ ପାରିବି ଆଉ। ଏ ତିନିଟା ନେଇକରି କହିଲା ବାପରେ ବାପ ଏହା କି ସୁନ୍ଦର ହେଇଛି, ତାକୁ ଲୁଚେଇଛି ବ୍ରାହ୍ମଣ। କ'ଣ ତାକୁ ସମୟ ସୁବିଧା ଦେଖି ତାକୁ ବିକିକିରି ସେ ଘର ତିଆରି କରିବ। ବିଭିନ୍ନ ପ୍ରକାର ରାତିରେ ସ୍ୱପ୍ନ ସ୍ୱାମୀ ସ୍ତ୍ରୀଙ୍କର କହିଲେ ନ ସରେ। କଥା ପଡ଼ୁଥାଏ, ସ୍ୱାମୀ କହୁଥାଏ ଏ ପିଲା ସେ ପିଲାଙ୍କୁ ପାଇଲା କେମିତି ଚୋର ନା କେଜାଣି ସେ ଚୋର କି ପାଇଲା, ସେ ତମେ କହିଲ ଯେମିତି ସେ ଗଲା, ହୁଏତ ସେ ଧନୀ ଲୋକ ଥିବେ। ନା ହେଲେ ଏଡ଼େ ସୁନ୍ଦର କଙ୍କଣ, ଏଡ଼େ ସୁନ୍ଦର କୁଣ୍ଡଳ, ତା ଦେହରେ ମଗର ମାଛ ଚିହ୍ନ ଅଛି, ମୂର୍ତ୍ତି ଅଛି, ମକର କୁଣ୍ଡଳ ଏଗୁଡ଼ାକ, ଏଇଟା ତ ପ୍ରଭୁଙ୍କ ବର୍ଣ୍ଣିତ କୁଣ୍ଡଳ, ପ୍ରଭୁଙ୍କ ବର୍ଣ୍ଣିତ କଙ୍କଣ, ଏ କେମିତି ପାଇଲା ଇଏ ତାକୁ? ଏମିତି ଦୋଦ ମାଛ ସେ ଯାହା ବି ହଉ ଆମେ ତ ସୁନା ପାଇଲେ ଆଉ, ଚୋରକୁ ଆଉ ଆଡ୍ରେସ୍ ବତେଇବା। ଏମିତି ସ୍ୱାମୀ ସ୍ତ୍ରୀ ବର୍ତ୍ତମାନ କଥା ହେଲେ, ସେ ରାତି ଯାକ ଶୋଇ ବି ପାରିଲେନି ଶାନ୍ତିରେ। ଗଲା ଭୋକ ବି ପିଲା ହେଉନଥାଏ, ବ୍ରାହ୍ମଣ ମନେ ମନେ ଖୁସି ହେଇକି ଚାଲିଥାଏ। ସବୁ ହେଲା ପରେ ସେ ଗଲେ ଭାଗବତର ପ୍ରଭାବ, ଲାଷ୍ଟ ଭାଗବତ ପ୍ରଭାବ କରିଦେଲେ, ଦୋଷ ଦୂର ହେଇଗଲା। କିନ୍ତୁ ସେ ଚୋର ସେ ଜିନିଷ ଆଉ ବିକିଲାନି, ରଖି ଆଉ ଥରେ ଗଲା, ଆଉ ଥରେ ଯାଇକରି ଦେଖିଲା, ସେ ପିଲାକୁ ଯାଇ ଧଇଲା, କିନ୍ତୁ ଚୋରି ଆଉ କଲାନି। କହିଲା ତମକୁ ଦେଖିଲେ ତ ବହୁତ ଖୁସି ଲାଗୁଛି, ତମ ଧଇଲା ପରେ ତମ ହାତ ଏତେ ବାସ୍ନା ହେଉଛି, ତମେ କିଏ ସେ ଆକ୍ଚୁଆଲି? ତମର କ'ଣ ଏତେ ସୁନ୍ଦର ଅତର ବାହାର କରୁଛ? ସେତେବେଳେ ସେଣ୍ଟ ନଥିଲା, ମାନେ ପରଫ୍ୟୁମ୍ ନଥାଏ, ଅତର। ନା ହଁ ଆମେ ଅତର ବାହାର କରୁଛୁ। ଯେ ତୁମେ ଆଉ ସୁନା ନେଉନ? ନା ମୁଁ ଏତେ ସୁନା ନେଇ କ'ଣ କରିବି? ମୁଁ ଯେତିକି ତ ନେଇଛି ତାକୁ ବିକି ବାକି ଦେଲେ ମୋର ଜନ୍ମ ପଳେଇବ। ମୁଠେ ଖାଇବା କଥା, ଗୋଟେ ଜାଗା ଶୋଇବା କଥା, ଖଣ୍ଡେ ପିନ୍ଧିବା କଥା, ଏତିକି ହେଲା ମୋର କାମ। ତେଣୁ ମୁଁ ଆଉ ଆପଣଙ୍କୁ ଛାଡ଼ିକି ଯିବିନି, ତମ ଦୁଇ ଜଣଙ୍କୁ ଛାଡ଼ିକି ଯିବିନି, ମୁଁ ତୁମ ଦୁଇ ଜଣ ପାଖରେ ରହିବା ପାଇଁ ଯେଉଁଠି ଜାଗା ଖଣ୍ଡେ ଦେଇଦିଅ। ସେ କହିଲେ ଏଇ କଥା, ମୁଁ ଏଣେ ବାପାଙ୍କୁ କହି ବାପା ଗୋଟେ ଭଲ ରୁମ୍ ଘର ଦେଇଦେବେ। ନା ହଁ ସେତିକି କର। ସେ ରହିଥାଏ, ତାର ପ୍ରତିଦିନ କାମ ହେଲା ଯେ ବାପାଙ୍କୁ କହିଲେ ମୁଁ ପିଲାମାନଙ୍କୁ ନେବି, ତାଙ୍କୁ ସ୍ନାନ ଫାନ କରେଇବି, ତାଙ୍କର ଦାୟିତ୍ୱ ରହିବି, ମୋର ଆଉ ଦରକାର ନାହିଁ, ଖାଲି ମୁଠେ ଖାଦ୍ୟ ଦରକାର ମୋର। ଚୋରର ଲୋଭ ଚାଲି ଚାଲିଗଲା ଆସ୍ତେ ଆସ୍ତେ। ତାର କାମ ହେଲା ସକାଳୁ ଉଠିଲେ ଏଇ ଯେଉଁ ଛୋଟ ପିଲାଟାକୁ ନେବ, ଗାଧୋଇବ ପାଧୋଇବ, ପୁଣି ଆଣି ଘରେ ଛାଡ଼ିବ, ସୂର୍ଯ୍ୟ ଉଦୟ ପୂର୍ବରୁ ଆଣି ଘରେ ଛାଡ଼ିଦେବ। ଏମିତି କରିବା ଭିତରେ ଆସ୍ତେ ଆସ୍ତେ ଚୋର ମନ ଭିତରେ ବୈରାଗ୍ୟ ଭାବ ଜାତ ହେଲା, ବା ଭକ୍ତି ଭାବ ସୃଷ୍ଟି ହେଲା। ଚୋର ଧୀରେ 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 ସେ ଭଗବତ ପ୍ରେମରେ ମଜିଗଲା। ତେଣୁ ମୁଁ ଏଠି ଚୋର କଥା କାହିଁକି କହିଲି? ପଥରେ ଯାଇଛୁ ଆପଣ ଜାଣୁଥିବେ, ତା'ର ଧନର ଲୋଭ ନଥିଲା କି ତା ନିଜର ପ୍ରତି କୌଣସି ଇଏ ନଥିଲା। ଦାଢ଼ି ଫାଡ଼ି ବଢ଼ିଗଲା, ଜଟଫଟ ହେଇଗଲା, ମୁଣ୍ଡ ବୁଡ଼ିଲାନି, ଜଟଫଟ ହେଇଗଲା। ଦିନ ରାତି ସେ ପିଲା ଚିନ୍ତାରେ ତା'ର ସମୟ ଗଲା, ମୁଠେ ଖାଇଦେଲା, କେତେବେଳେ ଶୋଉଛି କେତେବେଳେ ଉଠୁଛି ତା'ର କିଛି ଠିକଣା ନାହିଁ। ଏମିତି ହେଇକିରି ଲୋକ ତାକୁ ଲାଷ୍ଟକୁ ବାବାଜୀ ବୋଲି ଡାକିଲେ। ବାବାଜୀ ମାନେ ସାଧୁ ଭଳିଆ ବେଶ ହେଇଗଲା ତା'ର, ବାବାଜୀ ଡାକିଲେ। ବସ୍ତ୍ରରେ ବେଶୀ ପିନ୍ଧେନି, ଯାହା ଖଣ୍ଡେ ଦେବୁ ଗୋଟିଏ ଖଣ୍ଡେ ଘେରିକି ବଡ଼ଣ୍ଟାରେ ଚୁପଚାପ ବସିଥାଏ। ତା କେତେବେଳେ ପିଲା ଆସିବେ, ତାଙ୍କୁ ସ୍ନାନ କରେଇବ, କି କୋମଳ ଶରୀର, ତାଙ୍କ ଶରୀର ଲୋପ ଲାବଣ୍ୟ ତା ଆଖରେ ଲାଚୁଥାଏ। ସେ ଚୋରି କ'ଣଟା କରିବ? ଗୋଟେ ସବୁଠୁ ବଡ଼ ଜିନିଷ ହେଲା, ପଢ଼ିବା ତ ବଡ଼ ଜିନିଷ ନୁହେଁ, ବିଶ୍ୱାସ ହେଲା ବଡ଼ ଜିନିଷ। ଚୋର ବିଶ୍ୱାସ କଲା ଯେ ହଁ ଏମିତି ଅଛି, ସେ ଦୁଇ ଜଣ ଯାକ ଆଉ କେହି ନୁହନ୍ତି, ରାମ ଆଉ କୃଷ୍ଣ, ଅର୍ଥାତ୍ ବଳରାମ ଆଉ ଭଗବାନ ଶ୍ରୀକୃଷ୍ଣ, ଏ ଦୁଇ ଜଣ ଯାକ। ସେ ଚୋର ବିଶ୍ୱାସ କଲା ନା ଅଛି, ମୁଁ ସେଠି ଯିବି ଆଉ ତାଙ୍କଠୁ ଚୋରି କରି ଆଣିବି। ଏ ଯେଉଁ ଚୋର ଭିତରେ ଯେଉଁ ବିଶ୍ୱାସଟା ବ୍ରାହ୍ମଣ ଭିତରେ ନଥିଲା। ବ୍ରାହ୍ମଣ ଭାବିଲା ଯେ ଇଏ ତ ଦ୍ୱାପର ଯୁଗ କଥା, ସେ ଗଲାଣି, ସତ ମିଛ କିଏ ଜାଣୁଛି, କିନ୍ତୁ ମୁଁ ତ ଭାଗବତ ପାଠ କରୁଛି, କିଛି ପଇସା ଲୋକମାନେ ଦେଇଦେବେ, ମୁଁ ନେଇକରି ପେଟ ବସିବି। ବ୍ରାହ୍ମଣ ଏଇଠି ରହିଗଲା, କିନ୍ତୁ ଚୋର ସେଠି ଯେଉଁ ବିଶ୍ୱାସରେ ଚୋରି କରିବାକୁ ଗଲା, ତାପରେ ତାର ପରିଣାମ ଯାହା ହେଲା ମୁଁ ଆପଣଙ୍କୁ କହିଲି। ସେ ଭକ୍ତ ଶିରୋମଣି ହେଇକି ବାହାରିଲା, ମାନେ ଏତେ ସୁନ୍ଦର ଭକ୍ତ ହେଲା। ତେଣୁ ଏଇଟା ହେଲା ବଡ଼ ଜିନିଷ ଯେ ଭକ୍ତି ଭାବ। ଆଉ ଏଣ୍ଟାର ଭାଗବତ ଯଦି ରସାମୃତ, ମୁଁ ଏଇଥିପାଇଁ କହିଲି ଯେ ସାଧନାର ଚରମ ସୀମାଟା ହେଉଛି ଭକ୍ତି। ସେବକର ପ୍ରଥମ ପରିଚୟ ହେଲା ତାର ବିଶ୍ୱାସ, ତାର ଭକ୍ତି। ଆଉ ଯେଉଁଠି ଭକ୍ତିଟା ଆରମ୍ଭ ହୁଏ ସେଠି ଅହଂଭାବ ତୁଟିଯାଏ। ସେବକ ଥିଲା ଗୋଟେ ଚାକରଟେ, ମୁଁ ଗୋଟେ ସେବକ, ତେଣୁ ମୋ କାମ ହେଲା ସେବା କରିବା, ମୁଁ ଗୋଟେ ଚାକର, ତେଣୁ ମୋ ପ୍ରଥମ ଆସିବା ଦରକାର ନମ୍ରତା। ଯେଉଁ ସେବାକାରୀଙ୍କର ନମ୍ରତା ନାହିଁ, ସେ ସେବକ ହେଇପାରିବେ ନାହିଁ। ତେଣୁ ପ୍ରଥମ ନମ୍ରତା। ଦ୍ୱିତୀୟ ହେଲା ଧୈର୍ଯ୍ୟଶୀଳତା। ତ ଧୈର୍ଯ୍ୟ ନାହିଁ, ତୁମେ ପ୍ରତିକ୍ରିୟା କ'ଣ କରିବ ଭଗବାନ ପାଇବା ପାଇଁ? ଆଉ ଭାବଭକ୍ତି
ସାଧାରଣତଃ ଭାବରେ ସେ ପ୍ରଭୁଙ୍କ ଆଶୀର୍ବାଦରୁ ହେଇଥାଏ। ଆମେ କହିପାରିବାନି ଯେ ଆମେ ଭକ୍ତ ହେଇଗଲୁ, ଭକ୍ତି କରୁଛୁ, ନା, ସେଇଟା ମହାପ୍ରଭୁଙ୍କ ଇଚ୍ଛା। ଆମେ କେବଳ କର୍ମ କରୁଛେ, ପ୍ରଭୁ ଇଚ୍ଛା କଲେ ଆମେ ଭକ୍ତି ସାଗରରେ ଡୁବିବା। ଏଇ ଭକ୍ତି ନେଇକରି ମୋର ବ୍ୟକ୍ତିଗତ ଅନୁଭୂତି କହୁଛି, ତାପରେ ଭାଗବତ ବିଷୟରେ ମୁଁ କିଛିଟା ଆଲୋଚନା କରିବି। କାରଣ ଏତେ ଜ୍ଞାନ ମୋର ନାହିଁ, ବହୁତ କମ୍ ଜ୍ଞାନ ଭାଗବତ ବିଷୟରେ। ଭକ୍ତିର ସାଧାରଣ ଅର୍ଥ ମୁଁ ଯାହା ବୁଝୁଛି ସେଇଆ ମୁଁ ଆପଣଙ୍କୁ କହୁଛି, କାରଣ ମୁଁ ତ ହଠାତ୍ କୌଣସି ପିଲାବେଳେ ବିଶ୍ୱାସ କରେନି। ପ୍ରଥମେ ତମେ ସେ ରାମ କୁହ, କୃଷ୍ଣ କୁହ, ଦୁର୍ଗା କୁହ, ଶିବ କୁହ, ଗଣେଶ କୁହ, କି ସୂର୍ଯ୍ୟ କୁହ, କି ସେ ହନୁମାନ କୁହ, ଯାହା କହୁଛ କୁହ, କିନ୍ତୁ ଗୋଟେ ଦେବତାଙ୍କୁ ଧରନ୍ତୁ, ଜଣକୁ। କାରଣ ଏଇ ଯେଉଁ ଆମେ ଫାଷ୍ଟ ଜାଣିବା ଦରକାର, ଦେବତା ଦେବୀ ଏଗୁଡ଼ା ଯୋନି, ମାନେ ଅର୍ଥାତ୍ ସେମାନେ ସୃଷ୍ଟି ଅଛି ଆଉ ସେମାନେ ଗୋଟେ ସ୍ତର ଅଛି, କିନ୍ତୁ ଭଗବାନ ସମ୍ପୂର୍ଣ୍ଣ ଭିନ୍ନ, ବ୍ରହ୍ମ ସମ୍ପୂର୍ଣ୍ଣ ଭିନ୍ନ। ବ୍ରହ୍ମ ଆଉ ପ୍ରକୃତି ଏ ଯୋଡ଼ା ସମ୍ପୂର୍ଣ୍ଣ ଭିନ୍ନ ଭିନ୍ନ। ପ୍ରକୃତି ଆଉ ବ୍ରହ୍ମ ଏ ସମିଶ୍ରଣରେ ସୃଷ୍ଟିର ଆରମ୍ଭ। ଏ ହେଲା ସୃଷ୍ଟିଚକ୍ର, ଯେଉଁଟା ଭାଗବତ ସ୍ପଷ୍ଟ ଭାବରେ ବର୍ଣ୍ଣନା କରାଯାଇଛି। ଆଉ ପ୍ରତି ବ୍ରାହ୍ମଣ ଯେଉଁ କହୁଛନ୍ତି ଅର୍ଘ୍ୟମୋଷଣ ସୂକ୍ତରେ ଆଚମନ କରନ୍ତି, ଓ ମୃତ୍ୟୁଂ ଚ ସତ୍ୟଂ ଚ ବିଦା ତପସୋଦ ଜାୟତ ତତ୍ର ରାତ୍ର ଜାୟତ ତ ସମୁଦ୍ର ଅର୍ଣବ, ଏଇ ଯେଉଁ ସମୁଦ୍ର ଅର୍ଣବ ଦର୍ଣବା ଦଧି ସମ୍ବୋଚ୍ଛର ଜାୟତ, ଏଇ ଯେଉଁ ବ୍ରାହ୍ମଣମାନେ ଯେଉଁ ପ୍ରାତଃ ସନ୍ଧ୍ୟାରେ ଯେଉଁ ଆଚମନ କରନ୍ତି, ଏଇଟା ହେଉଛି ଅର୍ଘ୍ୟମୋଷଣ ପାପଣ୍ଡ ଦମନ। ଅର୍ଥାତ୍ ଯିଏ ସୃଷ୍ଟିର ଚକ୍ରକୁ ଜାଣିଗଲା ତାକୁ ଆମେ ଆଚମନ କରୁଛେ, କିନ୍ତୁ ଅର୍ଥ ବୁଝୁନେ। ତେଣୁ ଋତୁ ଅର୍ଥ ଯାହା ଚିରନ୍ତନ ସତ୍ୟ, ମାନେ ପାଣି ଉପରୁ ତଳକୁ ଖସିବା ଚିରନ୍ତନ ସତ୍ୟ, ନିଆଁ ଜଳିଲେ ଉପରୁ ଉଠିବ ଚିରନ୍ତନ ସତ୍ୟ। ଋତୁଂ ଚ ସତ୍ୟଂ, ଚ ମାନେ ଏବଂ ସତ୍ୟ, ସତ୍ୟ ମାନେ ଯାହା ଅନୁଭୂତ ସତ୍ୟ। ମୁଁ ଯଦି ଅନୁଭବ କରିଛି ପାଣିଟା ଉପରୁ ଉଠୁଛି, ତାହେଲେ ମୋ ପାଇଁ ପାଣିଟା ଉପରୁ ଉଠୁଛି ସତ୍ୟ। ମୁଁ ଯଦି ଅନୁଭବ କଲି ଭଗବାନ ଶ୍ରୀକୃଷ୍ଣ କଳା, ତାହେଲେ ମୋ ପାଇଁ କଳା। ଆପଣ ଯଦି ଅନୁଭବ କଲେ ଭଗବାନ ଶ୍ରୀକୃଷ୍ଣ କଳା ନୁହନ୍ତି, ନୀଳବର୍ଣ୍ଣ, ଆକାଶ ବର୍ଣ୍ଣ, ସ୍କାଏ ଲୀଣ, ମାନେ ସ୍କାଏ ବ୍ଲୁ, ଏ ଆକାଶ ଭଳିଆ ମେଘବର୍ଣ୍ଣ ସଦୃଶମ, ତାହେଲେ ଆପଣଙ୍କ ପାଇଁ ସେ ଠିକ୍, ମୋ ପାଇଁ ମୁଁ ଠିକ୍। ତେଣୁ ଏଇ ସତ୍ୟ ହେଲା ଅନୁଭୂତ ସତ୍ୟ। ଏଇ ଅନୁଭୂତ ସତ୍ୟ ଋତୁଂ ଚ ସତ୍ୟଂ ଚାବିଦା ତପସ୍ୟା ଜାୟତ, ଯାହା ତପସ୍ୟାରୁ ଜଣାପଡ଼ିଛି। ପ୍ରଥମେ ନକାରାତ୍ମକ ସୃଷ୍ଟି ହେଇଛି, ଅନ୍ଧକାର, ତାପରେ ସକାରାତ୍ମକ ସୃଷ୍ଟି ହୁଏ, ଆଲୋକରୁ ଅନ୍ଧାର ସୃଷ୍ଟି ହୋଇପାରେନି, ଅନ୍ଧାରରୁ ଆଲୋକ ସୃଷ୍ଟି ହୁଏ। ସେଥିପାଇଁ ଆମ ଜଗନ୍ନାଥ ମହାପ୍ରଭୁଙ୍କର ମୁହଁଟା ହେଲା କଳା, ଯୋଡ଼େ ଆଖି ଧଳା ଧଳାଇକି ଅଛି, ଆଖି ମାନେ ଜ୍ୟୋତିପୁଞ୍ଜ, ଆଲୋକ। ତେଣୁ ଯୋଡ଼େ ରହିବା କାରଣ ହେଉଛି ଗୋଟେ ନେଗେଟିଭ୍ ଗୋଟେ ପଜିଟିଭ୍ ରହିବ, ନହେଲେ ଚାର୍ଜିଂ ହେବନି। ତେଣୁ ଏଇ ଯେଉଁ ସୃଷ୍ଟି କ୍ରମ ଆମର ରହିଲା, ଏଇ ଯେଉଁ ସୂକ୍ଷ୍ମ ଆଉ ବିସ୍ତୃତ, ଏଇ ସୂକ୍ଷ୍ମ ବିସ୍ତୃତରୁ ଆମର ଯେଉଁ ଭାଗବତରେ 24ଟା ଅଧ୍ୟାୟ, 24ଟା ଅବତାର, କିନ୍ତୁ ଆମେ କହୁଛେ 10 ଅବତାର। ଏଇଆ ସୃଷ୍ଟିର କ୍ରମ। ଏ ସୃଷ୍ଟିର କ୍ରମ ଆମେ କେମିତି ଜାଣିବା ନା, ତପସ୍ୟା ଜାୟତ, ତପସ୍ୟା ଦ୍ୱାରା ତପ କେମିତି କରାଯିବ, ତାକୁ ଯଦିବା ଭାଗବତ ଲେଖା ଅଛି, ଯଦିବା ଭଗବତ ଗୀତାରେ ବି ଲେଖା ହେଇଛି ଧ୍ୟାନ କେମିତି କରିବ, ତଥାପି ମୋର ସମସ୍ତେ ଗୋଟିଏ ଅନୁରୋଧ, ଏଗୁଡ଼ା ସବୁ ଗୁରୁଙ୍କ ଆଶ୍ରିତରେ ଶିକ୍ଷା କରିବା ଉଚିତ। ବିନା ଗୁରୁରେ ଜମା ଏଥିରେ ପଶନ୍ତୁ ନାହିଁ। ବେଳେବେଳେ ଆର ନକାରାତ୍ମକ ପ୍ରଭାବ ଏତେ ପଡ଼ିଯାଏ, ଲୋକଙ୍କର ସିଜୋଫ୍ରେନିଆ, ଏଇସବୁ ବହୁତ ପ୍ରକାର ଡିଜିଜ୍ ବାହାରେ ମନର, ଏପରି ଶରୀର ମଧ୍ୟ ବିଭିନ୍ନ ରୋଗ ବି ଦେଖାଦିଏ। ତେଣୁ ଏ ଗୁରୁ ଆଶ୍ରିତ ହେଇ ଏଗୁଡ଼ା ସବୁ ଶିକ୍ଷା କରିବା ଉଚିତ, କେମିତି ତପ କରାଯାଏ। ସେଥିରେ ତ ଭାଗବତ କ'ଣ, ଆମର ଏବେ ଯୋଗ ସାଧନା ବି ସେଇ ଜିନିଷ ଲେଖାଯାଇଛି, ଯାହାକୁ ଅସନ ମୁଦ୍ରା, ଯାହାକୁ ମଳାଧାର ଚକ୍ର ଯୋଗ କରାଯାଏ। ତ୍ରିବନ୍ଧ ଆମର ସବୁ ଥାଏ ପାତଞ୍ଜଳି ଯୋଗ ଦର୍ଶନରେ, ଅସନ ମୁଦ୍ରା, ଓଡ଼ିଆନ ମହାମୁଦ୍ରା, ଜଳନ୍ଧର ବନ୍ଧ, ଏ ଓଡ଼ିଆନ ବନ୍ଧ, ଏଇ ତିନିଟା ଯାକ ବନ୍ଧ ମୁଦ୍ରାକୁ ବାନ୍ଧିଲେ ତ୍ରିବନ୍ଧ କୁହାଯାଏ। ଏଭଳିଆ ଅଭ୍ୟାସ କରିବାକୁ ପଡ଼େ। ଆଉ ତା ଦେହରେ ବି ଶରୀର ଛାଡ଼ିବା ବ୍ୟବସ୍ଥା କୁହାଯାଇଛି, କିନ୍ତୁ ମୁଁ ତୁମକୁ ଗୋଟେ ଜିନିଷ ଏଠି କହିବାକୁ ଯାଉଛି, ଶରୀର ଛାଡ଼ିବାଟା ମୁକ୍ତି ନୁହେଁ। କାରଣ ଶରୀର ଛାଡ଼ିବାର ଅଭ୍ୟାସଟା ମୁଁ ବହୁତ ଥର କରିଛି ଏବଂ ସକ୍ସେସ୍ ବି ହେଇଛି, ଉତ୍ତୀର୍ଣ୍ଣ ବି ହେଇଛି। ମୁଁ ଏତିକି ଜାଣିଲି ଯେ ଶରୀର ଛାଡ଼ିବାକୁ ଗଲେ କେବଳ ପ୍ରାଣବାୟୁ ଅପାଣବାୟୁକୁ ଯୋଡ଼ିଦେଲେ ନାଭିସ୍ଥଳରେ ଶରୀରଟା ଆରାମସେ ଛାଡ଼ିଯିବ, କିନ୍ତୁ ତା ଦ୍ୱାରା ମୁକ୍ତି ହେଇପାରିବ ନାହିଁ। ମୁକ୍ତି ହେବାକୁ ହେଲେ ଆମକୁ ଏଣ୍ଟାୟାର ମାୟା ମୋହରୁ ଦୂର ହେବାକୁ ପଡ଼ିବ, ସେଇଟା ହିଁ କଷ୍ଟ। ତେଣୁ ଶରୀର ଛାଡ଼ିବା ଗୋଟେ ଟେକ୍ନିକ୍, ପୁଣି ଶରୀର ଧରିବା ଗୋଟେ ଟେକ୍ନିକ୍। ତେଣୁ ଶରୀର ଛାଡ଼ିବା ଧରିବା ଏଇଟା ଗୋଟେ ବଡ଼ କଥା ନୁହେଁ। ବଡ଼ କଥା ହେଲା ମାୟା ମୋହରୁ ଆମେ ଯଦି ମୁକ୍ତ ହେଇଗଲେ, କର୍ମ କରିକି ମଧ୍ୟ ଆମେ କର୍ମ କରୁନେ, ଅର୍ଥାତ୍ ସମସ୍ତ କର୍ମ ଯଦି ଭଗବାନଙ୍କୁ ଅର୍ପଣ କରିପାରିଲେ,
ତାହା ହିଁ ମୁଖ୍ୟର ପ୍ରଥମ କାରଣ ଅଟେ ସେଇଗୁଡ଼ାକ ଯେ ସମ୍ପୂର୍ଣ୍ଣ କର୍ମରୁ ବିରତ ରହିବା। କାରଣ କର୍ମ କଲେ ପଜିଟିଭ୍ ଆସିବ, ନେଗେଟିଭ୍ ଆସିବ, ସକାରାତ୍ମକ ଆସିବ, ନକାରାତ୍ମକ ଆସିବ। ସୂର୍ଯ୍ୟ ଅଛି ମାନେ ତାର ଛାଇ ଅଛି, ଆଲୋକ ଅଛି ମାନେ ତାର ଛାଇ ଅଛି, ଅନ୍ଧାର ଅଛି। ତେଣୁ ଯେତେ ଆଲୋକ ବଢ଼ିବ ତା ଛାଇଟା ସେତେ କଳା ହେଇଯିବ। ଏଇଟା ପ୍ରକୃତିର ନିୟମ। ତେଣୁ ଆମକୁ ବଞ୍ଚିବାକୁ ହେଲେ କର୍ମ ତ କରିବାକୁ ହିଁ ପଡ଼ିବ ନା। ଆମେ କର୍ମ କରିବା, କିନ୍ତୁ ସେ କର୍ମରେ ଲିପ୍ତ ନ ରହିବା, ଏଇଟା ଆସ୍ତେ ଆସ୍ତେ ଅଭ୍ୟାସରୁ ମିଳେ। କେବଳ ତାର କାମ ହେଉଛି କର୍ମକୁ ଭଲ ପାଇବା। ଏଇଟା ହେଲା ତାହେଲେ ଆମର ନିଷ୍କାମ କର୍ମ କଲେ। ଆମେ କର୍ମ କରୁନା, ଆମେ ପ୍ରେମ କରୁଛେ, ଭକ୍ତି କରୁଛେ, ମାନେ ଭକ୍ତି କହିବିନି, ଏଠି ପ୍ରେମ କରୁଛୁ କହିବି। ବର୍ତ୍ତମାନ ଆମ ଏଣ୍ଟାୟାର ଭାଗବତ ସାଧାରଣତଃ ଭାବରେ ଭକ୍ତି ଭାବଟାକୁ ବେଶୀ ଗୁରୁତ୍ୱ ଦେଇଛି। ଆକ୍ଚୁଆଲି ସତ କଥା ସେଇଟା। ଏଇ ଭକ୍ତିଭାବ ଯାହା ମୋ ଅନୁଭବଗତ ଜିନିଷ କହୁଛି, କିଛି ଶାସ୍ତ୍ର ଯାହା ଲେଖିଦେଲା ନବଧା ଭକ୍ତି, ତାକୁ ତ ବିଷ୍ଣୁ ନିଜେ କହିଲେ ନାହିଁ ନାରଦ ପୂର୍ଣ୍ଣ ନୁହନ୍ତି, ମୋ ଦଶମ ଭକ୍ତି ଅଛି, ସେ ହେଲା ବିରୋଧା ଭକ୍ତି। ତେଣୁ ଭଗବାନ ଶ୍ରୀକୃଷ୍ଣ ଆଡ଼କୁ, ଭଗବାନ ନାରାୟଣ ଆଡ଼କୁ ତ ମୁଁ ଯିବିନି। ଏଇ ନବଧା ଭକ୍ତି ଉପରେ ମୋର ବ୍ୟକ୍ତିଗତ ଅନୁଭୂତି କହୁଛି। ପ୍ରଥମେ ଶୁଣିଲେ ଗୋଟେ ନାଁ, ଯେକୌଣସି ନାଁ ଶୁଣିଲା ପରେ ଚିନ୍ତା କଲେ ଯେ ମନେକର ରାମ, ଏ ରାମ କିଏ ସେ, ରାମ କିଏ ସେ? ଯେମିତି ତୁଳସୀ ଦାସ ପ୍ରଥମେ ଶୁଣିଲେ, ପଢ଼ୁଥିଲେ ପୁରାଣ କିନ୍ତୁ ଜାଣିପାରୁନଥିଲେ। ଯେତେବେଳେ ତାଙ୍କୁ ପ୍ରେତ କହିଲା ଯେ ରାମ ନାମ, ଯେତେବେଳେ ତାଙ୍କ ସ୍ତ୍ରୀ ରତ୍ନାବତୀ କହିଲା ଯେ ତୁମେ ତୋ ପାଖରେ ରାମ ନାମ ନାହିଁ, ଗୋଟେ ମାୟା ମୋହରେ ଜଡ଼ିତ ହେଇକି ଅଛ। ସେ କହିଲା ରାମ ତାହେଲେ କିଏ ସବୁ ଦେଖିବି। ଏଇ ଜିନିଷଟା ତାଙ୍କୁ ଦେଖିବି ହେଇକରି ଆଜି ରାମକୁ ପାଇଲେ ହନୁମାନଙ୍କ ମାଧ୍ୟମରେ ହନୁମାନ ଭକ୍ତ ହେଇଗଲେ। ତୁଳସୀ ଦାସ ଗୋସ୍ୱାମୀ ଗୋଟେ ଛୋଟିଆ ଲୋକ ହେଲେନି, ଗୋଟେ ମହାନ ବ୍ୟକ୍ତିରେ ପରିଣତ ହେଲେ। ଖାଲି ପୁରାଣ ପାଠରେ ସୀମିତ ରହିଲେନି। ପୁରାଣ ପାଠ କରୁଥିଲେ କିନ୍ତୁ ତାର ମଜା ପାଉନଥିଲେ। ପଛରେ ସେ ରାମଚରିତ୍ର ମାନସ କରିଛନ୍ତି। ସେ ମାନେ ରାମାୟଣ କରିନାହାନ୍ତି, ରାମଚରିତ୍ର ମାନସ। ସେମିତିକା ପ୍ରଥମେ ଶୁଣିଲ, ତାପରେ କହିଗଲ, ଆରେ ରାମ କିଏ, ରାମ କିଏ, ରାମ 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 କହିଲ। ତାମାନେ କୀର୍ତ୍ତନ, ତାପରେ ସ୍ମରଣ, ତାପରେ ଚିନ୍ତା କଲ, ଆରେ କେଉଁଠି ତ ଉତ୍ତର ମିଳିଲାନି। ବର୍ତ୍ତମାନ ଚିନ୍ତା କରିବା କିଏ ରାମ, ରାମଟା କିଏ ଚିନ୍ତା କଲ। ଏମିତି ଚିନ୍ତା କରୁ କରୁ ଗୋଟେ ଦିନ ହଠାତ୍ ପ୍ରଭୁ ଶ୍ରୀ ରାମଚନ୍ଦ୍ର ସର୍ବୋତ୍ତମ ପୁରୁଷ ଆସି ହାଜର ହେଇଗଲେ। ତାହେଲେ ତୁମେ କ'ଣ କରିବ? ହଠାତ୍ ଯାଇ ତାଙ୍କୁ ଗୋଡ଼ତଳେ ମୁଣ୍ଡିଆ ମାରିଦେବ। ଏମାନେ ଲୋକ ଆସୁଛନ୍ତି, ହଠାତ୍ କ'ଣ କରୁଛନ୍ତି? ମୋ ଗୋଡ଼ ନେଇ ଫାଷ୍ଟ ମୁଣ୍ଡିଆ ମାରୁଛନ୍ତି, ତାପରେ ବସୁଛନ୍ତି। ସେମିତି ଆମେ କ'ଣ କରିବା ନା, ହଠାତ୍ ଯାଇକି ପ୍ରଭୁ ଦେଖିଦେଲେ, ପ୍ରଥମ ଗଲା, ଦ୍ୱିତୀୟ ଗଲା, ପ୍ରଥମେ ସ୍ମରଣମ୍, ଦ୍ୱିତୀୟ ହେଲା କୀର୍ତ୍ତନମ୍, ତୃତୀୟ ସ୍ମରଣମ୍, ଚତୁର୍ଥ ହେଲା ପାଦ ସେବନମ୍। ଆଗ ଗୋଡ଼ା ଧୁଆଧି କରି ତାକୁ ମୁଣ୍ଡିଆ ମାରିଲେ, ତାପରେ ବସେଇଲେ, ପ୍ରଭୁ ବସନ୍ତୁ। ତେଣୁ ପ୍ରଭୁ ବସିଲେ, ଯାହା ଅତିଥି କରାଯାଏ ସେଇଆ। ତାପରେ ଉପଚାର ଚାରି ଗଲା ଆମର ସ୍ମରଣ, କୀର୍ତ୍ତନ, ଶ୍ରବଣ, କୀର୍ତ୍ତନ, ସ୍ମରଣ, ତାପରେ ଆସିଲା ପାଦ ସେବନ, ତାପରେ ଆସିଲା ପଞ୍ଚମରେ ଆସିଲା ଆମର ଅର୍ଚ୍ଚନ, ମାନେ ଏ ଯେଉଁ ପୂଜା ଅର୍ଚ୍ଚନା ଅଛି ଆମର ଯେଉଁ ବ୍ରାହ୍ମଣମାନେ କରୁଛନ୍ତି, ସେ ପଞ୍ଚୋପଚାର, ଷୋଡ଼ଶ ଉପଚାର, ସେ ଅଛି 32 ଉପଚାର, 64 ଉପଚାର ବହୁତ ଅଛି। ସେଇଟା ବଡ଼ କଥା ନୁହେଁ। ବଡ଼ କଥା ହେଉଛି 10 ଉପଚାର ବି ଅଛି। ଆମ ମନ୍ଦିର ଯେଉଁଟା କୁହାଯାଉଛି ପଞ୍ଚୋପଚାର, ସେଇଟା 10 ଉପଚାର। ତେଣୁ ଅର୍ଚ୍ଚନା କରିବା ମାନେ ଯେମିତି ଗୋଟେ ଲୋକକୁ ମୂଳରୁ ଅତିଥି ସତ୍କାର କରାଯାଏ, ମୁହଁ ଧୋଇବା, ଗାଧୋଇବା ପାଧୋଇବା, ବସ୍ତ୍ର ଦେବା, ପିନ୍ଧିବା, ଏଇସବୁ ଆମେ ଅର୍ଚ୍ଚନା କଲେ, ସେଟା ହେଲା ପଞ୍ଚମ ଭକ୍ତି। ତାପରେ ଅର୍ଚ୍ଚନା କଲା ପରେ କ'ଣ କରୁଛେ? ଆମେ ତାଙ୍କୁ ବନ୍ଦନା କରୁଛେ, ହେ ପ୍ରଭୁ ଆପଣଙ୍କ ପାଦ କେଡ଼େ ସୁନ୍ଦର, ଆପଣଙ୍କର ମୁହଁ କେଡ଼େ ସୁନ୍ଦର, ଆପଣ କେଡ଼େ ଦୟାଳୁ, କେତେ ସ୍ମିତହାସ୍ୟ, ଆପଣ ରୂପ ବର୍ଣ୍ଣନା କରିବାକୁ ଶକ୍ତି ମୋ ପାଖରେ ନାହିଁ। ଆମେ ମାଧୁର୍ଯ୍ୟରେ ହଜି ଯାଉଛେ। ଏଇ ଯେଉଁ ମାଧୁର୍ଯ୍ୟରେ ହଜିଯାଏ ବନ୍ଦନା କରୁ କରୁ ସେଇ ବନ୍ଦନଟା ଆମେ କହୁଛେ ଭଜନ। ଯାହାକୁ କୁହନ୍ତି, ଲୋକ କହନ୍ତି ଗୀତ ସଙ୍ଗୀତ, କିନ୍ତୁ ଭଜନଟା ଗୀତ ସଙ୍ଗୀତ ନୁହେଁ, ସେ ମାଧୁର୍ଯ୍ୟରେ ହଜିଯାଏ। ସେଇଟାକୁ ଆମେ ପଛରେ କରୁଛେ ଭଜନ। ଏଇ ହେଲା ରୂପ ଗୁଣ ଗାନ କରିବା, ବନ୍ଦନ କରୁଛେ। ବନ୍ଦନ ହେଲା ଷଷ୍ଠ। ଆଚ୍ଛା, ବନ୍ଦନ କରୁ କରୁ ତାପରେ କ'ଣ ଆସିଲା? ତାପରେ କହୁଛେ ପ୍ରଭୁ ଏ ଦାସ ପ୍ରତି କିଛି କୃପା କରନ୍ତୁ, ମାନେ ଦାସ ଭାବ ପଳେଇ ଆସେ, ମାନେ ଚାକର ଭାବ, ଯେଉଁଟା ଆମେ ଯେଉଁ ସେବକ ଆମେ କହୁଛେ, ସେ ସେବକ ଭାବ ଆସେ ଯେ ମୁଁ ତୁମର ଦାସ, ମୋତେ ତୁମେ ଗ୍ରହଣ କରନ୍ତୁ। ଏଇ ଦାସ ଭାବଟା ପରମାନେଣ୍ଟ ରହେନି, ସେ ରହେ କିଛି ଦିନ ପୁଣି ଭୁଆ ନେଇଯାଏ। ଗରୁଡ଼ ଭଳିଆ ଯିଏ ଗରୁଡ଼ ସଦା ବସଉଛି ସଦା କାନ୍ଧରେ ମହାପ୍ରଭୁଙ୍କୁ, ସିଏ ମଧ୍ୟ ବି ଏଇଥିରେ ଭଟେଇ ଯାଇଥିଲା, ଭାବିଥିଲା ମୁଁ ଗୋଟେ ବଳଶାଳୀ। କିନ୍ତୁ ଗୋଟିଏ ମାତ୍ର ଦାସ ଆଉ ଭକ୍ତ ସେବକ, ସେ ହେଲା ଆମର ଏକାଦଶ ରୁଦ୍ର ଅଞ୍ଜନୀ ପୁତ୍ର ହନୁମାନ। ସେ ସେବକ ଚୂଡ଼ାମଣି ଆଉ ଭକ୍ତ ଶିରୋମଣି ହେଲା ହନୁମାନ। ତାର ଭିତରେ ଗର୍ବ କିଛି ନାହିଁ। ଯାହା କଲେ ପ୍ରଭୁ ଆପଣଙ୍କ କୃପା, ସଦାବେଳେ ହାତ ଯୋଡ଼ି ବସିଥିବ ଟିକେ ଟିକେ। ଏଇ ହାତ ଯୋଡ଼ିବାଟା ହେଉଛି ସେବକର ଲକ୍ଷଣ। ତେବେ ଆମେ ଆସିଲେ ବର୍ତ୍ତମାନ ଦାସ୍ୟ। ତାପରେ ଦାସ ହେଲା ପରେ ଆମେ କ'ଣ କରୁଛେ ନା
ଯେତେବେଳେ ମିଶିଯାଉଛି ଅଧିକା ମିଶିଲା ପରେ ସେ ଆମ ପାଖରେ ସେ ମୂଲ୍ୟ ନେଇଯାଉଛନ୍ତି, ଏତେ ମୂଲ୍ୟ ରହୁନି। ଅତି ପରିଚୟ ଗର୍ବ ଡାସ୍ତି ଭଳିଆ ଆମେ ତା ସାଙ୍ଗ ହୋଇଯାଉଛେ। ଏ ଯେଉଁ ସାଙ୍ଗ ହୋଇଗଲା ପରେ ତା ଦେହରେ ଯେଉଁ କଳହ ବା ତା ଦେହରେ ନିଜର ମନ ଖୋଲି କଥା କହିବା ଏ ହେଲା ସଖ୍ୟ ଭାବ ଆସିଗଲା। ଶେଷରେ ମଣିଷ ଜାଣିଲା ନାଇଁ ଇଏ ମୋ ସଖା ନୁହେଁ, କି ଇଏ ମୋର ମାନେ ମୁଁ ତାଙ୍କର ଦାସ୍ୟ, ମାନେ ଇଏ ସ୍ୱୟଂ ଭଗବାନ। ସେତେବେଳେ ସେ କହୁଛି ଯେ ସେ ସମ୍ପୂର୍ଣ୍ଣ ଭାବରେ ନିବେଦନ କରୁଛି, ପ୍ରଭୁ ଆପଣ ଏ ଶରୀର ଏ ମନ ଏସବୁ ଆପଣଙ୍କର, ମୋର କିଛି ନୁହେଁ। ଆତ୍ମାକୁ ଆତ୍ମା ମାନେ ନିଜସ୍ୱକୁ ସେ ଦେଇଦେଉଛି ଆତ୍ମାକୁ ନିବେଦନ କରିଦିଏ। ଏଇ ଯେଉଁ 9 ପ୍ରକାର, ଏଇଟା ହେଲେ ପାହାଚ ମୁଁ କୁହେ, ଏଇଟା ମୁଁ କହୁନି ନବଧା ଭକ୍ତି, ଏଇଟା ହେଲେ 9ଟା ପାହାଚ ଭକ୍ତିର ସୋପାନ, ଯେଉଁଟା ମୁଁ ପାଇଛି, ମୁଁ ଜାଣିଛି, କିନ୍ତୁ ସେଇଟା ଆପଣଙ୍କୁ କେତେବେଳେ କ'ଣ ଲାଗୁଛି ମୁଁ ଜାଣିନି। ଏଇ ଜିନିଷ ଭକ୍ତି ଆମକୁ ଆସିବାକୁ ଗଲେ ଆମକୁ ଧୀରେ 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 ଏଗୁଡ଼ା ସବୁ ଅଭ୍ୟାସ କରିବାକୁ ପଡ଼ିବ। ପ୍ରଭୁଙ୍କ ନାମ ଶୁଣିବା, ପ୍ରଭୁଙ୍କ ନାମ ଗାନ କରିବା, କୀର୍ତ୍ତନ କରିବା, ଭଜନ କରିବା, ପୁରାଣ ପାଠ କରିବା, ଭାଗବତ ପାଠ କରିବା, ଗୀତା, ଏଇସବୁ ଭଜନ କୀର୍ତ୍ତନ କି ଯେତେବେଳେ ପାଉଛନ୍ତି ଚୁପଚାପ ବସିକିରି ସେ ଯାହା ଭଜନ କରିଛନ୍ତି ବା ତାଙ୍କର ପ୍ରଭୁଙ୍କର ରୂପ ଲାଭରେ ଯାହା କଳ୍ପନାରେ ଆସିଲା, କାରଣ କଳ୍ପନାରେ ଭଳି ସୁନ୍ଦର କେହି ବି ନୁହନ୍ତି, ତାକୁ ସ୍ମରଣ କରିବା। ଆଉ ତାପରେ ଯଦି ପ୍ରାପ୍ତ ହେଇଗଲା ତ ହେଇଗଲା, ସେ ଚମତ୍କାର ହେଇଯିବ। ଆଉ ମୋ ବିଶ୍ୱାସ ପ୍ରାପ୍ତ ହେଇଯିବ, ଏଇଟା ମୋର 100% ବିଶ୍ୱାସ। ଯାହା ମୁଁ ପାଇଛି ତା ଆପଣମାନେ ପାଇବେ। ମୁଁ କିଛି ଏକ୍ସଟ୍ରା ନୁହେଁ, ଆପଣମାନେ ବି ଏକ୍ସଟ୍ରା ନୁହନ୍ତି। ଆମ ଜଗନ୍ନାଥ ମହାପ୍ରଭୁ ପାଇଁ ଭକ୍ତ ହିଁ ବଡ଼। ତେଣୁ ଏହି ହେଲା ଭାଗବତ ସାରାଂଶ। ଦ୍ୱିତୀୟ ସ୍କନ୍ଧ ଯେଉଁ କ'ଣ କହୁଛେ, ଭାଗବତର 12 ସ୍କନ୍ଧ, ତା ଦେହରେ ଦ୍ୱିତୀୟ ସ୍କନ୍ଧ ହେଉଛି ସମ୍ପୂର୍ଣ୍ଣ ସୃଷ୍ଟିର ଆରମ୍ଭଠୁ ଶେଷ ପର୍ଯ୍ୟନ୍ତ ଏପରି କଳିଯୁଗ, କଳିକ ଅବତାର ବି ବର୍ଣ୍ଣନା ହେଇଛି। ତେଣୁ ଆରମ୍ଭ ସୂକ୍ଷ୍ମାତି ସୂକ୍ଷ୍ମ ତାର ପ୍ରତ୍ୟକ୍ଷ ପ୍ରମାଣ ହେଉଛନ୍ତି ବାବନ ଏଇ ବୁଢ଼ାମୁଠାରେ ପବ ଭଳିଆ ଜନ୍ମ ହୋଇଥିଲେ। ତାପରେ ଆସିକି ସେ ଏଡ଼ିକି ଜନ୍ମ ଲାଗିଲା ଗୋଟେ ଦିନ ଭିତରେ ସେ ବଡ଼, ଗୋଟେ ଦିନ ଭିତରେ ତାଙ୍କର ବ୍ରତ ଘର, ସେ ଗୋଟେ ଦିନ ଭିତରେ ସେ ଯାଇକି ଛୋଟିଆ ବାବନ ମୂର୍ତ୍ତି ଦେଇ ଯାଇକରି ବଳିଠୁ ଦାନ ଗ୍ରହଣ କଲେ। କିନ୍ତୁ ଯାହାକୁ ବାବନ ଭାବୁଥିଲା ଏଡ଼ିକି ଟିକିରି ପାଦ, ସେ ବାବନ ଆଜି ଯେତେବେଳେ ବଳିକି ଚାପିଲା 3 ପାଦରେ, ଗୋଟେ ପାଦରେ ତା ସ୍ୱର୍ଗ ଭର୍ତ୍ତି ହେଇଗଲା, ଗୋଟେ ପାଦରେ ମର୍ତ୍ତ୍ୟ, ଗୋଟେ ପାଦରେ ପାତାଳ ହେଇଗଲା, ମାନେ ବଳିକି ପାତାଳକୁ ଦାବି ଦେଲେ। ତେଣୁ ଚିନ୍ତା କରନ୍ତୁ ପାଦଟା କେଡ଼େ ବଡ଼ ନ ହେଇଥିବ, ଯଦି ପାଦଟା ଏଡ଼େ ବଡ଼ ତାହେଲେ ଲୋକଟା କେଡ଼େ ବଡ଼ ନ ହେଇଥିବ। ତେଣୁ ସେଇ ସୂକ୍ଷ୍ମରୁ ବିସ୍ତୃତ ଏଇଟା ବାବନ ଅବତାରରେ ଭଗବାନ ନିଜେ ହେଇକି ଦେଖେଇଛନ୍ତି ପ୍ରତ୍ୟକ୍ଷ ଉଦାହରଣ। ଆଉ ଗୋଟେ ରଜା କଥା ମୁଁ କହୁଛି, ସାଂଖ୍ୟ ଯୋଗ ଭିତରେ କପିଳ ମୁନି ମଧ୍ୟ ବି ଭଗବାନ ଗୋଟେ ଅବତାର। ସେଇ କପିଳ ମୁନି ଅଗସ୍ତ୍ୟ ଯାଉଛନ୍ତି, ଗୋଟେ ରଜା ବସିକି ବହୁତ ଖର୍ଚ୍ଚ କରିକିରି ବ୍ରାହ୍ମଣ ଲଗେଇକିରି ଯଜ୍ଞ କରୁଛି। କି ଏମାନେ ପ୍ରଶ୍ନ କଲେ କି ରାଜନ ଏତେ ଯଜ୍ଞରେ କାହିଁ ମାତିଛ? ନା ଆମେ ବିଷ୍ଣୁଙ୍କୁ ଦର୍ଶନ କରିବୁ। ନା ତାହେଲେ ଦେଖେ ବିଷ୍ଣୁ କ'ଣ? ସେ କପିଳ ମୁନି ହେଇଗଲେ ବିଷ୍ଣୁ। ନା ନାଇଁ ମୁଁ ଶୟନ ବିଷ୍ଣୁ ଦେଖିବି, ନା ନାଭିରୁ ବ୍ରହ୍ମା ବାହାରିଥିବେ। ନା ହଁ ଆମେ ହେଇଯାଉଛୁ, ଲାଗେ ସେ କପିଳ ମୁନି ହେଇଗଲେ ମାନେ ଶୟନ କରୁଥିବା ବିଷ୍ଣୁ, ତାଙ୍କ ନାଭି ପଦ୍ମ ବାହାରିଗଲା ପଦ୍ମ, ତା ଅଗସ୍ତ୍ୟ ଯାଇକି ବ୍ରହ୍ମା ହେଇ ବସି ପଡ଼ିଲେ, ସବୁ ପ୍ରକାର ଦେଖେଇଲେ। କିନ୍ତୁ ରାଜା ବୁଝିଲାନି, କହିଲେ ନା ମୁଁ ବିଷ୍ଣୁଙ୍କୁ ଦେଖିବି। ନା ତାହେଲେ ଦେଖ ବିଷ୍ଣୁଙ୍କୁ। ବର୍ତ୍ତମାନ ସବୁଆଡ଼ୁ ମାନେ କିଚା କିଚଡ଼ ପଙ୍କ କାଦୁଅଠୁ ଆରମ୍ଭ କରି ଆକାଶଠୁ ବିଭିନ୍ନ ଜୀବଜନ୍ତୁ ଆସୁଛନ୍ତି, ସମୁଦ୍ର ଭିତରେ ବିଷ୍ଣୁଙ୍କର ମୁହଁ ଦେଖୁଛି ରଜା। କହୁଛି ଆରେ କି କ'ଣ ସବୁଆଡ଼େ ଏତେ ବିଷ୍ଣୁ, କ'ଣ ମୁଁ ତ ଗୋଟେ ବିଷ୍ଣୁ ଚାହୁଁଛି। ନା ତାହେଲେ ଦେଖେ ଗୋଟେ ବିଷ୍ଣୁ। ସେ ସବୁଆଡ଼େ ଦେଖିକି ରଜା ଆକ୍ତାମତ ହେଇଗଲା, ମାନେ ତା ମୁଣ୍ଡ ଆଉ କାମ କଲାନି, ସବୁଆଡ଼େ ଜଗତ ଖାଲି ବିଷ୍ଣୁମୟ। ଗୋଟେ ମାଛି ଦେହରେ ବିଷ୍ଣୁ ଦେଖୁଛି, ଏଇଭଳିଆ ଭାବେ। ତେଣୁ ଗୋଟେ ସେଠି ଉଡ଼ି ଆସୁଥିବା ପକ୍ଷୀ ଭିତରେ ବିଷ୍ଣୁ ଦେଖୁଛି। ସମୁଦ୍ର ବିଷ୍ଣୁ ଦେଖିଲା ପରେ ରଜା ପଜଲ୍ଡ, ଏଇ ଲୋକ ମ୍ୟାଡ଼ ହେଇଯାଏ, ପାଗଳ ହେଇଯାଏ। ସେଥିପାଇଁ ଲୋକର ଭାରସାମ୍ୟ ରହେନି ମସ୍ତିଷ୍କର। ସେଥିପାଇଁ ଭଗବାନ ଆସ୍ତେ 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 ଦିଅନ୍ତି। ଏଇ ଯେଉଁ ସକଳ ଗୋଟେ ନାରାୟଣ, ଏଇ ଦୃଷ୍ଟି ଭଙ୍ଗୀ ସବୁଠି ନିର୍ଜୀବ ବସ୍ତୁର ମଧ୍ୟ ଭଗବାନ ଅଛନ୍ତି। ଏଇ ଜ୍ଞାନ ଭଗବାନ ଆସ୍ତେ ଆସ୍ତେ ଦିଅନ୍ତି। ଏଇ ଆସ୍ତେ ଆସ୍ତେ ମହାପ୍ରଭୁଙ୍କର ଏଇ ଜ୍ଞାନଟି ଯେତେବେଳେ ସେ ରଜାକୁ କହିଲେ ତୁ ଆଖି ବନ୍ଦ କରିଦେ, କପିଳ ମୁନି କହିଲେ। କପିଳ ଆଖି ବନ୍ଦ କରିଦେଲେ, କହିଲା ବର୍ତ୍ତମାନ ଦେଖ ବିଷ୍ଣୁକୁ, ମୁଁ ବିଷ୍ଣୁ ହେଇନାହିଁ। ଆଖି ଖୋଲା ରଜା ଦେଖିଲା ସେ ସାକ୍ଷାତ ବିଷ୍ଣୁ ଠିଆ ହେଇଛନ୍ତି, କପିଳ ମୁନି ଅଗସ୍ତ୍ୟ ଦିବର ଠିଆ ହେଇଛନ୍ତି। ସେ ଗୋଡ଼ରେ ପ୍ରଣାମ କଲା, କହିଲା ପ୍ରଭୁ ଆଉ କ'ଣ ପୂଜା ଅର୍ଚ୍ଚନା କରିବି? ନା ମୋ ପାଇଁ ପୂଜା ଅର୍ଚ୍ଚନା ଦରକାର ନଥିଲା, ତୁ ଏତେ ପୂଜା ଅର୍ଚ୍ଚନା କଲୁ ଯେ ମୋତେ ବିରକ୍ତ ଲାଗିଲା। ତ ମୁଁ ସେଥିପାଇଁ ପଠାଇଥିଲି ମୁଁ କପିଳ ମୁନିକି, ଯାହା ତାକୁ କହିବୁ ଯେ ପୂଜା ଅର୍ଚ୍ଚନା ବନ୍ଦ କର, ଏତେ ଦରକାର ନାହିଁ, ମୋ ଭକ୍ତି ହିଁ ମୋ ପାଇଁ ଯଥେଷ୍ଟ। ତେଣୁ ସେ ଯଦି ବିଭିନ୍ନ ରୂପ ଦେଖେଇ ତାଙ୍କର ତୋର ମାୟା ଅନ୍ଧକାରକୁ କାଟିଲେ। ତେଣୁ ମାୟା ଅନ୍ଧକାର ଯେତେବେଳେ କଟି କଟି ଯିବ,
आत्मा शुद्ध भाव कुआडे जाएनि मला पर मध्य आत्मा पर सब तुम प्रकृति बुड़ी आवरण थाए से पुनरपि जन्मम पुनरपि मरणम पुनरपि जननी जठरे शयनम पुणे जन्म नहीं आत्मा यही आत्मार रहस्य। तो जी आत्मज्ञान पाईगला जी मन आज आजकल जो ब्राह्मण जो पूजा करें एक्चुअली निजे पूजा फास्ट करूँ तापर बहिर्पूजा करूँ बहिर्पूजा मूर्ति पूजा तेणु सी ब्राह्मण से जिन न बुझी से पूजा ठीक से जानी ना जी बुझीगला से आत्मा पूजा ही संतुष्टि लाभ कर तेणु तुम मैंने सब फास्ट से जिनस को भगवान व्यासदेव कारण व्यास विष्णु पाए जे व्यास से विष्णु व्यासदेव बड़ सुंदर व्याख्या कर सृष्टि रहस्य ठू आरंभ करी से परीक्षित आगे तो से 7 दिन भितर एंटायर 18,000 श्लोक माने कहीकि बुझेबा पाखे पड़ेनि तेणु जिज्ञासु जानवर इच्छा देखूँ ये गोटे छोटे जिन आपको कहूँ बड़ बड़ जिन कले तो बहुत क्लिष्ट हो कारण ये तो सांख्य जोग पशि जाइए द्वितीय स्कंदे पंच महाभूत नहीं जेकोसी रिजिड बॉडी जेकोसी बॉडी आम दृश्यमान हुए अनुभव करूँ पंच ज्ञानेन्द्रिय पाऊ से पंच महाभूत ये पंच महाभूत नहीं पंच तन्मात्र पंच ज्ञानेन्द्रिय पंच कर्मेन्द्रिय ये सब सृष्टि 25टा तत्व तत्व कहले 5 स्क्वायर 25 तत्व है सृष्टिर गणित तेणु पवन 7 स्क्वायर 49 भाग पवन बहे ये सृष्टिर रहस्य तेणु से गुड़ा आम छाड़ दिंतु आम साधा साधा उपाय पलि आसवा सरल उपाय के भगवान पाइबा सेटा केवल भाव द्वारा भक्ति ये भक्ति भाव ताको पाइबा आमको किछिटा स्वतंत्र प्रचेषा करा पड़े अभ्यास करा पड़े कर्म भितर आम जंजाल भितर रही प्रभु को डाकी पारिबा ये अभ्यासटा को भागवत शिखाए से भागवत ज्ञान मान अच्छी ध्यान मान अच्छी भक्त मान अच्छी तेणु भक्तिर तथापि से मुख्य ये देती कारण भक्ति द्वारा ही मुक्ति से यहाँ निश्चिंत हाँ ज्ञानी द्वारा ज्ञान जब आत्मदर्शी होगा तो मुक्ति पाई आत्मदर्श ना पर्यटन अहम थाए ज्ञानी अंतिम स्टेज अहम आ भक्तर प्रथम स्टेज से अहम टाक त्याग कर तार फास्ट ही अहम पड़ी था यहीटा ज्ञानी आ भक्तिर प्रथम परिचय तेणु एमती कहले तो बहुत किसी कहूथी आउ बेसी किसी कह चाहूनी बर्तमान आपण मैंने किसी प्रश्न करूँ मुझे भावी आप किसी उत्तर देवा चेष्टा करी ना आपण मैंने किसी खराब हेनी कि चाहूँ पचारतु। श्री श्री रामचंद्र बड़पंडा सामंजी जी की आध्यात्मिक महाकाशर जड़े किंबदंती एवं समग्र भारत वर्ष तांकर व्यक्तित्व तथा मानवीय चिंताधारा जड़े आदर्श आत्मा से श्री महानुभव को मु प्रणाम करुच्ची अध्यापक प्रशांत शतपथी। गोटे प्रश्न आपण जो सुंदर भाव उपस्थापन कले कर्मयोग तार विभिन्न प्रसंगर आड़ नहीं जो प्रकार आपण उपस्थापन कले से नवधा भक्ति ठारू आरंभ करी शेष को मुक्ति एवं परिशेष एवं ज्ञानी जो ज्ञान मार्ग एवं भक्ति मार्ग भितर जो उत्कर्षता एवं भक्ति मार्गर प्राधान्यता को आपण उपस्थापन कले एते सुंदर हेची मु आपण पादरे पुनर्बार प्रणिपात करुची किंतु गोटे प्रश्न ये जो ज्ञानी मानकर जो अहंकार ज्ञानर उत्कर्षता जो जो अहंकार से माने प्रदर्शन करती भगवत गीतार जो 3टी मार्ग प्रस्थान त्रयी भक्ति मार्ग कर्म मार्ग एवं ज्ञान मार्ग रे ये आपण को ये अधमर गोटे छोटिया प्रश्न नुहे आपण ठारू आशीर्वाद छल पाइबा गोटे प्रश्न पचार माने उपस्थापन करने को जाऊँगी ये जो ज्ञानी माने से जानुचंदी नही ज्ञान न सदृशं पवित्रं इह विद्यति तस्वयं जोग संसिद्ध कालेनात्मनि विन्दति भगवत गीता 4th अध्याय। तेणु ज्ञान नहेले एवं ज्ञानटा को जदि आम आयुध न करिबा तेणु भक्ति मार्ग को अग्रसर हवाटा आम केते दूर सफल हवा जे आमर जिते ज्ञान मार्ग टी आम पाखे ना आम अज्ञान स्तर अच्छे तेणु से भली परिप्रेक्षी आम किभली भक्ति मार्ग को आकर्षित होगा टी आपण श्रीमुखर चाहूँ ना 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 भल प्रश्न ना भल प्रश्न आपणकर शुणिले आप हसी आप भी हसबे आप जीवन श्रोता समस्त हसबे
ଯେତେବେଳେ ଛୋଟ ଥାଏ ଆମେ ଜେଜେ ଡେଲି ପୁରାଣ ପଢ଼ନ୍ତି। ସେ ଖରାବେଳେ ଶୋଇଲା ବେଳେ ମଧ୍ୟାହ୍ନ ସମୟରେ ପୁରାଣ ପଢ଼ିବେ, ରାତି ଶୋଇଲା ବେଳେ ପୁରାଣ ଘଣ୍ଟେ 2 ଘଣ୍ଟା ପଢ଼ନ୍ତି ଡେଲି। ମୁଁ ତାଙ୍କର ବସିଥାଏ, ସେ ଯାହା ପଢ଼ନ୍ତି ତାଙ୍କର ବୁଝେ, ଏଇଟା ମା ଏଇଟା କ'ଣ ହେଲା, ଏଇଟା କ'ଣ ହେଲା, ସବୁ ବୁଝେ। ସେ ମୋତେ କୁହନ୍ତି, ତାଙ୍କର ଗୋଟିଏ ଆନ୍ସର ପାଏ ଯେ ତପସ୍ୟା କଲେ ମିଳିବ। ମୁଁ କହିଲି ମା ତପସ୍ୟା କେମିତି କରିବ? ସେ ମୋତେ କହିଲେ ରାମ ନାମ କଲେ। ମୁଁ ଆଚ୍ଛା ରାମ ନାମ କେମିତି କଲେ? ଭୂତ ଆମ ଘରେ ଭୂତ ଠାକୁର ବହୁତ ଡରନ୍ତି ଲୋକ, ସେ ଛାତ ଉପରକୁ ଯାଆନ୍ତିନି। ମୁଁ କହିଲି ଭୂତ ଆସିଲେ ନା ରାମ ନାମ ଶୁଣିଲେ କେହି ଭୂତ ଆସିବେନି। ମୁଁ କହିଲି ମଶା ନା କାମୁଡ଼ିବେନି। ମୁଁ ସବୁ ଜାଣିଲି ରାମ ନାମଟା ହେଲା ଶ୍ରେଷ୍ଠ। ତେଣୁ ସେ ମୋ ନାଁ ସହିତ ରାମ ରଖିଥିଲେ। ସେ ଆମକୁ ବହୁତ ଭକ୍ତି କରନ୍ତି। ଆଉ ମୋର ବି ଆଦର୍ଶ ବି ହନୁମାନ। ସେଥିରୁ ସେ ମୁଁ ଯାଇକରି ଯେତେବେଳେ ଛାତ ଉପରେ ଭୂତ ଜାଣିଥିଲି କି ଯାଆନ୍ତିନି, ମୁଁ ମୋତେ ଗୋଟେ ମା ମୃଗ ଛାଲ ଦେଇଥାନ୍ତି, ସେଇଟାକୁ ମୁଁ ପକେଇକରି ବସିକରି ରାମ 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 କରେ, ତପସ୍ୟା କରୁଛି ପୁରା। ବର୍ଷା ହୁଏ, ସବୁ ହୁଏ, ରାତି ଯାକ ବସିଥାଏ। ସୂର୍ଯ୍ୟ ଅସ୍ତ ହେଲା ମାନେ ମୋର ନିଶା ହେଇଯାଏ, ଆଡ଼ିକ୍ଟେଡ଼ ହେଇଯାଇଥିଲି ପୁରା। ଏତେ ଅଭ୍ୟାସ ରେଗୁଲାର ଥିଲା 3 ବର୍ଷ ବୟସରୁ। ମନରେ ତ ଥାଏ ଯେ ରାକ୍ଷସମାନେ ଏତେ ତପସ୍ୟା କରୁଥିଲେ, ଝଡ଼ ବର୍ଷା ତୋଫାନ ଖରା କେତେ କ'ଣ ହେଇଛି। ମୁଁ ତ ଏଇ ରାତିରେ ଟିକେ ବସୁଛି, ବର୍ଷା ହେଲେ ହଉ, ବର୍ଷା ପାଣି ବାଡ଼ ବି ଖାଏ। କିନ୍ତୁ ଏମିତି କରି 2-3 ବର୍ଷ ବେଳକୁ ମୁଁ 6 ଘଣ୍ଟା 7 ଘଣ୍ଟା ମାନେ ଧ୍ୟାନ ସ୍ତରରେ ରହିପାରୁଥିଲି। କିନ୍ତୁ ମୋର ଗୋଟେ ଲକ୍ଷ୍ୟ କ'ଣ, ବର ମାଗିବି। ତାପରେ ଏମିତି 2-3 ବର୍ଷ ଗଲା ପରେ ମୋ ମନରେ ଆନ୍ଦୋଳନ ସୃଷ୍ଟି ହେଲା ଯେ ବର ମାଗିବି କାହାକୁ? ତାହେଲେ ରାମ କିଏ? ତାହେଲେ ରାମ କିଏ? ଭଗବାନ କିଏ? ମୋ ଭିତରେ ଆସ୍ତେ ଆସ୍ତେ ମୁଁ ଜାଣିଲି ଯେ ଭଗବାନ ହେଲା ସେଇ, ସତ୍ୟ ହେଲା ସେଇ ଯିଏକି ଅପରିବର୍ତ୍ତନୀୟ। ତେଣୁ ମୋ ଭିତରେ ଆସ୍ତେ ଆସ୍ତେ ଯେଉଁ ଭାବ ଜାଗ୍ରତ ହେଲା ଯେ ବର କ'ଣ ମାଗିବି। ଏମିତି ଦେଖିଲା ବେଳକୁ ସେ ତାଠୁ ବଡ଼, ସେ ତାଠୁ ବଡ଼, ସେ ତାଠୁ ବଡ଼। ମୁଁ ଦେଖିଲି ସେ କିଏ କାହାଠୁ କମ୍ ନୁହଁ, ସବୁ ସମସ୍ତଠୁ ଜଣେ ବଡ଼ ଅଛନ୍ତି। ତେଣୁ ମୁଁ ବର କାହିଁକି ମାଗିବି, ଇଚ୍ଛା କାହିଁକି ହେଉଛି। ଏମିତିରେ ମଝି ମିଳିଲା ବେଳକୁ ମୁଁ ଏକେବାରେ ଧ୍ୟାନର ସୂତ୍ର ପାଇଯାଇଥିଲି। ଆଉ ସେ ଧ୍ୟାନ ସମାଧି ସୂତ୍ର ପରେ ଯେତେବେଳେ ଦେଖିଲି ଯେ ମୋ ଭିତରେ ଆପେ ଆପେ ବିଭିନ୍ନ ପ୍ରକାର ଯେଉଁ ଜ୍ଞାନ ସୃଷ୍ଟି ହେଲା। ତେଣୁ ବ୍ରତଘର ହେଲା, ଆମ ଭଉଣୀର ବିବାହ ହେଲା। ମୋ ପଣ୍ଡିତ ଥାନ୍ତି ଆମ ଭିଣେଇ, ସଂସ୍କୃତ ମାଷ୍ଟର ଥିଲେ, ବହୁତ ଜ୍ଞାନୀ ବି ଥିଲେ। ତେଣୁ ମୁଁ ତାଙ୍କ ପଚାରେ, ସଦାବେଳେ ସେ ଗୋଟିଏ ଆନ୍ସର ଦିଅନ୍ତି ଯେ ଅମୁକ ଋଷିମୁନିମାନେ ତପସ୍ୟା କରିବା ପାଇଥିଲେ, ଅମୁକ ଋଷି ତପସ୍ୟା କରିବା ପାଇଥିଲେ। ମୁଁ କହିଲି ଆରେ ମୁଁ ତ ତପସ୍ୟା କରିନି, ମୋ ଭିତରୁ ଆପେ ଆସୁଛି। ମୁଁ ଯେତେବେଳେ ସେଇ ବହିଟା ପଢ଼ିଲି, ତାପରେ ଦେଖିଲି ଆରେ ସେ ଯାଜ୍ଞବଲ୍କ୍ୟ, ଏଇ ଯେଉଁ ତୈତ୍ତରୀୟ ବ୍ରାହ୍ମଣ, ଏ ସବୁ ଗୁଡ଼ା ମୁଁ ଦେଖିଲି ଯେ ତା ଦେହରେ ମୁଁ ଭିତରେ ଥିବା ଆନ୍ସର ହିଁ ଆନ୍ସର ଅଛି, କୋଶ୍ଚିନ୍ ଅଛି, ଆନ୍ସର ଅଛି। ମୁଁ କହିଲି ତାହେଲେ ତ ମୁଁ ସବୁ ପାଉଛି ବସିକିରି, ମୋତେ କ'ଣ ଦରକାର ଥିଲା ଏତେ ବହି ପଢ଼ିବା। ଠିକ୍ ଅଛି, ଭଲ ହେଲା ବହି ପଢ଼ିଲି, ଜାଣିଲି ଯେ ହଁ ଏଇଆ ଅଛି। ତେଣୁ ସମସ୍ତେ ମୁଁ କହେ ତୁମ ନିଜ ଭିତରୁ ଝାଙ୍କିଲେ ଯେତେବେଳେ ଲୋକର ଆତ୍ମଦର୍ଶନ ହେଇଗଲା, ସେତେବେଳେ ତାର ଅଟୋମେଟିକାଲି ଅହମ୍ଟା ଭାଙ୍ଗିଯାଏ। ନହେଲେ ସେ ଯେଉଁ ଝାଙ୍କିବା ଭିତରେ ମନେ କରାଯାଉ, ମୁଁ ବଡ଼ ପଣ୍ଡା ପୋଷ୍ଟରେ ଅଛି, ବହୁତ ଲୋକ ଆସୁଛନ୍ତି, ମୁଣ୍ଡିଆ ମାରୁଛନ୍ତି, ସେମାନେ ମୋଠୁ ବି ଜ୍ଞାନୀ। କାଲି ଜଣେ ଲୋକ ଆସିଥିଲେ, ମୋତେ ସମ୍ମାନ ଦେଲେ, କିନ୍ତୁ ମୁଁ ଦେଖିଲି ତାଙ୍କ ଭିତରେ ନମ୍ରତା, ଇଏ ଭାବ, ଆଉ ତାଙ୍କ ଭିତରେ ଯେତିକି ଜ୍ଞାନ ସଂସ୍କୃତ ଲେଖିଛନ୍ତି ମୋ ଭିତରେ ନାହିଁ। ତେଣୁ ମୋଠୁ ବି ସେ ଜ୍ଞାନୀ। ତେଣୁ ଏଇ ଯେଉଁ ଯେତେବେଳେ ମଣିଷ ଆକ୍ଚୁଆଲି ପ୍ରକୃତ ଜ୍ଞାନ ପାଇଯାଏ, ତା ଭିତରେ ଅହମ୍ ଚାଲିଯାଏ। ଇଏ ହେଲା ଜ୍ଞାନର ଅନ୍ତିମ ଷ୍ଟେଜରେ ଅହମ୍ ଯିବ, ଭକ୍ତି ଆସିବ। କିନ୍ତୁ ଗୋଟେ ମୂର୍ଖ ଲୋକ କ'ଣ କରିବ, ଯିଏକି ଜାଣିନି। ସେ ଏଇ ଯେଉଁ ଚୋର ଉଦାହରଣ ଦେଲି, ସେ ହେଲା ମୂର୍ଖ କି ଜାଣିନି। ସେ ବିଶ୍ୱାସ କଲା ଯେ ଗୋଟେ ଏମିତି ପିଲା ଅଛି, ସେ ବିଶ୍ୱାସରେ ଗଲା ଏବଂ ତାପରେ ସେ ସଂସ୍ପର୍ଶ ଆସିକିରି ଯେଉଁ ଜ୍ଞାନ, ପ୍ରାକ୍ଟିକାଲ ଜ୍ଞାନ ପାଇଲା, ଯେଉଁଟାକି ବହିରେ ମିଳିବ ନାହିଁ। କେଉଁ ବହି ଆପଣଙ୍କୁ ଜ୍ଞାନ ଦେବେନି। ତେଣୁ ବୁକ୍ସ ଇଜ୍ ଡେଡ୍ ମାଷ୍ଟର। ବୁକ୍ ହେଲା ଡେଡ୍ ମାଷ୍ଟର, ନଟ୍ ଲିଭିଂ ମାଷ୍ଟର। ଆଣ୍ଡ ଏଜୁକେସନ୍ କମ୍ସ ଫ୍ରମ୍ ୟୋର ଏକ୍ସପିରିଏନ୍ସ। ଆମର ଯେଉଁ ଜ୍ଞାନ ଅନୁଭୂତିରୁ ଆସିଥାଏ, କୌଣସି ପୋଥିରୁ ନୁହଁ। ପୋଥିର ଜ୍ଞାନ ଆମର ଦରକାର ନାହିଁ। ଯାହା ଆମେ ଅନୁଭବ କରିବା, ସେଇଥିରୁ ଆମେ ଜ୍ଞାନ ଅର୍ଜନ କରିବା। ଏଇ ହେଲା ଜ୍ଞାନର ଲକ୍ଷଣ। ତେଣୁ ଭକ୍ତ ସେୟା ପାଏ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ରାମଚନ୍ଦ୍ର ବଡ଼ ପଣ୍ଡା ସାମନ୍ତଙ୍କୁ ମୋର ଆହୁରି ପ୍ରଣାମ। ଗୋଟେ ଛୋଟିଆ ପ୍ରଶ୍ନ ଆଜ୍ଞା, ମୁଁ ତ ଦାସାନୁଦାସ ଦାସ। ମା କିଏ ପାଟି କରୁଛନ୍ତି, କାହିଁ ପାଟି କରୁଛନ୍ତି ମା ମାନେ? ତେଣୁ ଗୋଟେ ପ୍ରଶ୍ନ ହଉଛି, ଆପଣଙ୍କ ଭାଗବତରେ ପ୍ରମାଣ କରିଛନ୍ତି, ମୁଜାକୁ ହୁଅ ସଦୟ ଜ୍ଞାନତା ହୃଦୟରେ ଉଦୟ। ବାସ୍ ସେଇ ଜିନିଷ କହିବାକୁ ଯାଉଛୁ। ମୋହରେ ସଦାଚାର ନାହିଁ, ଉଦ୍ଧବ ଚଣ୍ଡାଳ ଟିସେଇ। ତେଣୁ ଗୋଟେ ଅଧ୍ୟାତ୍ମ ଜ୍ଞାନ ଆଉ ଗୋଟେ ଆଧ୍ୟାତ୍ମିକ ଜ୍ଞାନ, ତା ମଧ୍ୟରେ ପ୍ରଭେଦ କ'ଣ ଦୟାକରି? ଆମର ଯେଉଁ ସ୍କନ୍ଦ ଅଛି, ଆମେ ତାକୁ ସ୍କନ୍ଦ କାହିଁ କୁହାଗଲା ଭାଗବତରେ, ଫାଷ୍ଟ ଏଇଟା ବୁଝିବା ଦରକାର। ଆମ ଦ୍ୱାଦଶ ସ୍କନ୍ଦ କାହିଁ ରଖିଲେ ବ୍ୟାସଦେବ? ଏଇ ଯେଉଁ ସ୍କନ୍ଦ ଅର୍ଥାତ୍ କ'ଣ, ଆମର ଯେଉଁ ପୂଜାରେ ବି ଲାଗେ, ସେଇଟାକୁ ଆମେ ଯାହା କହୁଛେ ଆତ୍ମଦର୍ଶନ କେମିତି ହୁଏ। ଆନନ୍ଦ କନ୍ଦ ସବଂ ଜ୍ଞାନ ନାଳଂ ଐଶ୍ୱର୍ଯ୍ୟ ଆଦି ଅଷ୍ଟଦଳଂ ବୈରାଗ୍ୟ କର୍ଣ୍ଣିକାକାରଂ ପ୍ରଣବେନ ପ୍ରକାଶିତଂ ଉତ୍କମଳଂ ଦାତ୍ୱା ତତ୍ କର୍ଣ୍ଣିକାୟାଂ ସପ୍ରଜସାକାରଂ ଜୀବାତ୍ମନଂ ବିଚିନ୍ତ୍ୟ ସୁଷୁମ୍ନା ମାର୍ଗଣ ହଂସ ଇତି ମନ୍ତ୍ରଣ ତଂ ସହସଳ କମସ୍ତେ ପରମାତ୍ମନି ଯୋଜୟେତ୍।
ଏଇ ଯେଉଁ ଗୁଡ଼ ତତ୍ତ୍ୱ ଆମେ କହିଲେ ଆକୁ ଆମେ କହୁଛେ ଯେ ଏଇଭଳି ମୁଦ୍ରାରେ ଆମେ ଫୁଲ ଧରିକିରି ହୃଦୟ ପାଖରେ ରଖିକିରି ଧ୍ୟାନ କରି ତାକୁ ନେଇ ମୁଣ୍ଡରେ ଖୋସୁଛେ। ତେଣୁ ଏଇ ଯେଉଁ ସୁନ୍ଦର ଜ୍ଞାନ ସ୍କନ୍ଦ ଆନନ୍ଦ କନ୍ଦ ସବଭଂ, ତେଣୁ ପ୍ରତ୍ୟେକ ଜିନିଷର ଆଗ ଆନନ୍ଦର ସ୍କନ୍ଦ ହେବା ଦରକାର। ଆନନ୍ଦ ନ ରହିଲେ ଲୋକ କିଛି ଗ୍ରହଣ କରିପାରିବନି। ଦୁଃଖୀ ମନ କ'ଣ ଗ୍ରହଣ କରିବ? ତା ଦୁଃଖୀ ଥିବ, ଭାବୁଥିବ ତା ଦୁଃଖ ବିଷୟରେ। ଆଉ ଫାଷ୍ଟ ଆନନ୍ଦ ଆସିବା ଦରକାର। ସେ ଆନନ୍ଦ ଆସିବା ପାଇଁ ହେଲେ ବହୁତ ଜିନିଷ ଅଛି। ତେଣୁ ଆନନ୍ଦ କନ୍ଦ ସବଭଂ, ତେଣୁ ଭାଗବତ ରଖା ହେଲା ସ୍କନ୍ଦ, ନହେଲେ ସ୍କନ୍ଦ ଏଠି ରଖାଗଲାନି, ଅଧ୍ୟାୟ ରଖାଗଲା। ତାପରେ ସ୍କନ୍ଦ ଯେତେବେଳେ ଅଧ୍ୟାୟ ସୃଷ୍ଟି ହେଲା, ଆପଣ ଯେଉଁ କହିଲେ ଅଧ୍ୟାୟ ଜ୍ଞାନ ଆଧ୍ୟାତ୍ମିକ ଜ୍ଞାନ, ସେଟା ଅଧ୍ୟାୟ ଜ୍ଞାନ ଏଇଠୁ ସ୍କନ୍ଦ ପାଖରୁ ଆସିଲା ଅଧ୍ୟାୟ। ଆମେ ଯେଉଁ କହୁଛେ ଆମର ଏଣ୍ଟାର ଭାଗବତ 332 ଅଧ୍ୟାୟ, କିନ୍ତୁ ସ୍କନ୍ଦ କହିଲେ କେତେଟା? 12ଟା। ଅର୍ଥାৎ 12ଟା କାହିଁକି? ଆମେ 12 ବର୍ଷର ଗୋଟେ ଯୁଗ କରୁଛେ କାହିଁକି? 14 ବ୍ରହ୍ମାଣ୍ଡ ତ ଅଛି, ଆମେ 12ଟା କାହିଁକି ଇମ୍ପୋର୍ଟାନ୍ସ ଦେଲେ? ଏଇଟା ବହୁତ ବହୁତ ଗୁଡ଼ ତତ୍ତ୍ୱ। 12ଟା ଅଛି ଆମର, ଖାଲି ସପ୍ତଚକ୍ର ନାହିଁ। ସପ୍ତଚକ୍ର ଆମର ଯେଉଁ ପୂଜାମଣ୍ଡା ମାନେ ଗଣ୍ଠି ରଖନ୍ତି, ଯେଉଁ ଗୋଖୁଡ଼ା ସଦୃଶ ହେଇଠି ରଖନ୍ତି, ଯାହା କୁହନ୍ତି ବ୍ରହ୍ମରନ୍ଦ, ଯେଉଁଟା ଆମେ ଭାଗବତ ଅଛି ଗୋବିନ୍ଦ 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 ଭଜୁଗ ଲୁଛିମ କରନ୍ଦ। ସେ ଗୋଟେ କାମ କରନ୍ତୁ, ଆପଣମାନେ ଜୀବଟାକୁ ଓଲଟିକିରି ତାଳୁରେ ଲଗାନ୍ତୁ, ଆଉ ରେଗୁଲାର ପ୍ରାକ୍ଟିସ୍ କରନ୍ତୁ। ଦେଖିବେ ଆସ୍ତେ ଆସ୍ତେ ଆପଣଙ୍କ ହଡ଼ିରା ଭଳିଆ ଗୋଟେ ରସ ଆପଣଙ୍କୁ ପାଟିକି ଛାଡ଼ିବ। ଆଉ ସେଇଟା ଏତେ ବଢ଼ିଆ ଲାଗିବ। ଏମିତି କରୁ କରୁ ଦିନେ ଦିନେ ଆପଣଙ୍କ ଦେହରୁ ଗୋଟେ ରସ ଛାଡ଼ିବ, ଯାହାଫଳରେ ଆପଣଙ୍କ ଖାଇବା ଭୋକ ଶୋଷ ସବୁ ଉଡ଼ିଯିବ। ମାନେ ମୋର ଏଇଟା ବ୍ୟକ୍ତିଗତ ଅନୁଭୂତିରେ ମୁଁ କହୁଛି। ମୁଁ ଗୋଟେ ଦିନ ଧ୍ୟାନରେ ବସିଥିଲି, 7 ଦିନ 8 ଦିନ ଖଣ୍ଡେ ବିତି ଯାଇଛି। 7 ଦିନ ଅଧେ ମୁଁ ଚେତା ପାଇଲା ବେଳକୁ ଦେଖିଲି ଯେ ବୋଉ ଦୁଆର ବାଡ଼ିଲି, ବୋଉ ଦୁଆର ଖୋଲିଲା। ତାପରେ ମୁଁ ଜାଣିଲି ଯେ 7 ଦିନ ପରେ ମୁଁ ବସିଥିଲି। କିନ୍ତୁ ମୁଁ ଜାଣିଛି ଯେ ମୁଁ ବସିଛି ଉଠିଲି, କିନ୍ତୁ ତା ଭିତରେ 7 ଦିନ ପଳେଇଛି। ତାହେଲେ ମୋ ବଡ଼ି ଖାଉଥିଲା କ'ଣ, ପିଉଥିଲା କେମିତିଆ? ସେଇ ଗୋବିନ୍ଦ 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 ଭଜୁଗ ଲୁଛିମ କରନ୍ଦ। ଏଇ ଯେଉଁ ଜୀବ ଦେଖିଲା ଜୀବଟାକୁ ଉଲ୍ଟିକି ଲାଗିଛି, ପାଟିଟା ତ ବଢ଼ିଆ ବଢ଼ିଆ ଲାଗୁଛି। ପ୍ରଥମ ତ ଅଡ଼ିଆ ସବୁବେଳେ ଲାଗିବ, ତାପରେ ଗୋଟେ ଯେଉଁ ବିନ୍ଦୁ ଗଳିବ ନା, ସେଇଟା ହିଁ ଅମୃତ। ମାନେ ଆମେ ଯେତିକି ଖାଦ୍ୟ ଖାଉଛେ, 30ଟା ବ୍ଲଡ଼ ଆମର ଯେଉଁ ଅଷ୍ଟଧାତୁ ଅଛି, ସେ ସପ୍ତାବରଣ ଅଛି, ସେ ସପ୍ତାବରଣ ଯେମିତି ଜଗନ୍ନାଥଙ୍କର ହୁଏ, ସେମିତି ଆମ ସପ୍ତ ଷ୍ଟେଜ୍ ଅଛି। ରସରୁ ରକ୍ତ, ରକ୍ତରୁ ମାଂସ, ମାଂସରୁ ଅସ୍ଥି, ଅସ୍ଥିରୁ ମଜା, ମଜାରୁ ରଜ, ବୀର୍ଯ୍ୟ, ଏମିତିକି 7ଟା। ଏଇ ଯେଉଁ ବୀର୍ଯ୍ୟ ଯେ 30 ଠୋପା ହେବ, ତାହେଲେ ଗୋଟେ ବିନ୍ଦୁ ହେବ, ସେଇଟା ଊର୍ଦ୍ଧ୍ୱଗାମୀ ହୁଏ। ତେଣୁ ବୀର୍ଯ୍ୟର କାମ ହେଲା କାମଦେବ। ଭଗବାନ ଦଶମ ଧାରେ ବି କହିଛନ୍ତି ଗୀତାରେ କାମଦେବ। ଅଧୋଗତି ହେଲେ ତୁମ ଅନୁରୂପ ବଡ଼ି ଶରୀର ସୃଷ୍ଟି କରିବ, ଊର୍ଦ୍ଧ୍ୱଗତି ହେଲେ ନିଜକୁ ସୃଷ୍ଟି କରିବ। ତା କାମ ହେଲା ସୃଷ୍ଟି କରିବା। ତେଣୁ ବୀଜର କାମ ହେଲା ସୃଷ୍ଟି କରିବା। ତେଣୁ ସେ ଊର୍ଦ୍ଧ୍ୱଗତି ଯେତେବେଳେ ହୁଏ, ସେତେବେଳେ ସେଇଟା ରସ ଭାବରେ ଝଡ଼େ ପାଟିକି। ସେଇଟାକୁ ଆପଣ କହନ୍ତି ଖେଚର ମୁଦ୍ରା ଆମକୁ କୁହାଯାଏ। ସେଇ ଖେଚର ମୁଦ୍ରା ବହୁତ ସାମ୍ଭବୀ ମୁଦ୍ରା ତାକୁ ବ୍ୟବହାର କରୁଛନ୍ତି। ସେଇ ମୁଦ୍ରା ଦ୍ୱାରା ସେ ଝରେ। ଏଇଠି ଝରିଆଟା 3ଟା ଗୋବିନ୍ଦ ଗୋବିନ୍ଦ 9ଟା ଅକ୍ଷର କରିଛନ୍ତି ଜଗନ୍ନାଥ ଦାସ। ଅତି ଚମତ୍କାର 9ଟା ଅକ୍ଷର। ଏସବୁ ବହୁତ ବଡ଼ ତତ୍ତ୍ୱ। ତେଣୁ ଏ ହେଲା ଅଧ୍ୟାୟ ଜ୍ଞାନ ହେଲା, ଏଇ ଯେଉଁ ଆମେ ପଢ଼ୁଛେ ଜ୍ଞାନ ପାଉଛେ। ଆଧ୍ୟାତ୍ମିକ ଜ୍ଞାନ ହେଲା ଯେଉଁଟା ଅନୁଭୂତ ଆମେ ପାଇଛେ। ତେଣୁ ଭକ୍ତି ଭାବରେ ଯେଉଁମାନେ ଯାଉଛନ୍ତି, ସେମାନେ ଅଧ୍ୟାଖ୍ୟାନ ଶୁଣିଲେ। ଆପଣ ତପନ ବାବା ଯେଉଁ ବୋଲୁଛନ୍ତି, ଆମର ଅତି ସୁନ୍ଦର ଭାବରେ ଭାବ ବିହଳ ହେଇକିରି ଭାରି ବିହଳ ହେଇକି ବୋଲୁଛନ୍ତି, ସେଇଟା ହେଲା ଅଧ୍ୟାୟ ଜ୍ଞାନ। ତାଙ୍କୁ ଯିଏ ଶୁଣିଲା, ସେ ଅଧ୍ୟାୟ ଜ୍ଞାନ ପାଇଲା। ତାକୁ ବିଶ୍ୱାସ କରି ଯେତେବେଳେ ଭଗବତ ପ୍ରେମରେ ଡୁବିଗଲା, ସେଇଟା ହେଲା ଆଧ୍ୟାତ୍ମିକ ଜ୍ଞାନ। ତେଣୁ ଆଧ୍ୟାତ୍ମିକ ମାନେ ଅଧିଭୌତିକ ଆଧ୍ୟାତ୍ମିକ, ଭୌତିକ, ଆଦି ଭୌତିକ, ଆଧ୍ୟାତ୍ମିକ। ତେଣୁ ଆଦି ଦୈବିକ ବି ଅଛି। ଏମିତି 7ଟା ଷ୍ଟେଜ୍ ଅଛି। ଆମ ଶରୀର ସେମିତି ଅଛି ଅନ୍ନମୟ କୋଷ, ପ୍ରାଣମୟ କୋଷ, ମନମୟ କୋଷ, ବିଜ୍ଞାନମୟ କୋଷ, ଆନନ୍ଦମୟ କୋଷ। ଆନନ୍ଦ ଯେ ନିତ୍ୟ ଆନନ୍ଦ ରହିଲା, ସେ ହେଲା ଆମ ଜଗନ୍ନାଥ ନିତ୍ୟାନନ୍ଦ। ଏ ସଦାବେଳେ ଆନନ୍ଦ, ସଦାନନ୍ଦ। ତେଣୁ ସଚ୍ଚିଦାନନ୍ଦ ମୋ ପ୍ରଭୁ ସେଇଆ। ମୋ ପ୍ରଭୁର କ'ଣ ନାଁ ନାହିଁ? ସେ ନିତ୍ୟ ଆନନ୍ଦ। ତେଣୁ ପ୍ରଭୁଙ୍କ ପାଖରେ ଯିଏ ସେବକ, ସେ ଆନନ୍ଦରେ ଥାଏ। ଲୋକ କହନ୍ତି ଆପଣ ଯେତେବେଳେ ଆସୁଛନ୍ତି ହସୁଛନ୍ତି, ଆରେ ମୁଁ ତ ଆନନ୍ଦରେ ଅଛି, ଆଉ ଅସୁବିଧା କ'ଣ କାନ୍ଦିବି? ହଁ, ବେଶୀ ଆନନ୍ଦ ହେଲେ ହୁଏତ କାନ୍ଦି ପାରେ ଭଗବାନ ପାଖରେ। ଜୟ ଜଗନ୍ନାଥ। ଆମେ ତ ଆଜ୍ଞା ଅଧମ, କିଛି ବି ଜାଣିନୁ। ଆପଣ ତ ମହାପ୍ରଭୁଙ୍କୁ ଚଳୁରେ ଦର୍ଶନ କରୁଛନ୍ତି ଦୈନନ୍ଦିନ। ଆପଣଙ୍କୁ ଆମେ ଦର୍ଶନ କଲୁ, ସେଇଟା ଆମର ଅହୋଭାଗ୍ୟ। ଯାହା ହଉ ଗୋପୀମାନଙ୍କୁ ଆପଣ ଦେଖନ୍ତୁ, ଗୋଟେ ଭାଗବତ ଗୋବିନ୍ଦ 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 ପଦୁ ଗଳୁଛି ମକରନ୍ଦ, ସେ ମକରନ୍ଦ ପାନ କରି ହେଳେ ତରିଲେ ବ୍ରଜନାରୀ। ବ୍ରଜନାରୀ ମାନେ ତରି ଯାଇଥିଲେ ସେ ମକରନ୍ଦ ପାନ କରି। ଆମେ ସେ ମକରନ୍ଦ ପାଇନୁ ଆଜ୍ଞା। ତେଣୁ ଆମେ କଣ କରୁ ନା, ସେ ବ୍ରଜ ନାରୀଙ୍କ ଚରଣେ ଚିତ୍ତ ମୋର ହଉ। ସେମିତି ଜଗନ୍ନାଥ ମହାପ୍ରଭୁଙ୍କୁ ଦୈନନ୍ଦିନ ଚଳୁରେ ଦର୍ଶନ କରୁଛନ୍ତି, ତାଙ୍କୁ ଆମେ ଆଜି ଯୋଉ ଖିଲି ଖିଲି ପାନଖିଆ ପାଟି ହସ ପ୍ରଭୁଙ୍କ ଭଳି ଆପଣଙ୍କୁ ଆମେ ଦେଖୁଛୁ, ଏବଂ ଯୋଉ ରାମାନନ୍ଦୀ ଚିତା, ସେଇଟା ଆମ ପାଇଁ ଜଗନ୍ନାଥ ଦର୍ଶନ ଭଳି ଲାଗୁଛି ଆଜ୍ଞା। ଇଏ ଭାଗବତ ମହାମଞ୍ଚ ଓଡ଼ିଶାର ଅହୋଭାଗ୍ୟ। ଆପଣ ଆସିଛନ୍ତି,
आम आपन टीवी स्क्रीन देखला बेला देखुचु पुणी 24 तारीख दिन आपनकर सुदया ହେଇଛି ଆପଣଙ୍କ ହାତରେ ମଞ୍ଚ ପ୍ରଦୀପ ଯୌନ ହେବ ଏବଂ ପ୍ରତ୍ୟେକ ଅଭାଗିନୀ ମା ମାନେ ଯାଉଛନ୍ତି ଏବଂ ବାବା ମାନେ ବି ଯାଉଛନ୍ତି ତାଙ୍କୁ ଆପଣଙ୍କ ସ୍ୱହସ୍ତରେ ଗୋଟିଏ ଗୋଟିଏ ପତିତପାବନ ମୂର୍ତ୍ତି ଆପଣ ପ୍ରଦାନ କରିବେ ସେମାନେ ସେଇ ମୂର୍ତ୍ତିକୁ ଘରେ ରଖି ପୂଜା କରି ଆପଣଙ୍କୁ ମନେ ପକାଉଥିବେ ଏହା ହେଉଛି ଆମର ନିବେଦନ ଆଜ୍ଞା ଯାହା ହଉ ଆଜି ଅନେକ କଥା ଆପଣ କହିଲେ ପୁଣି ଥରେ ଆପଣଙ୍କୁ ଆମେ ଆମ ମନ ଶାନ୍ତି ହେଲାନି କାରଣ ସୁନ୍ଦର ତୃପ୍ତିର ଅବସାଦ ନାହିଁ ଯେତେ ସୁନ୍ଦର ଥାଏ ଭାଗବତ କହିଲା ଭଳିଆ ଯେତେ କହିଲେ ଭାଗବତ ତୋଷ ନଇଲା ମୂଳଚିତ ଇଏ ସରିବନି ଆଜ୍ଞା ଅଳ୍ପ ଲାଗିଲା ଆମକୁ ଆପଣ ଆଉ ଟିକେ କେତେବେଳେ ଦୟାକରି ଆପଣଙ୍କର ଅନୁଗ୍ରହ ପୂର୍ବକ ଯଦି ଆସିବେ ଆମେ ଆଉ ଥରେ ମଧ୍ୟ ଶୁଣିବାକୁ ଚାହୁଁଛୁ ଯାହା ହଉ ଏବେ ତ ଅନେକ କଥା ଆପଣ କହିଲେ ପୁନର୍ବାର ଆପଣଙ୍କ ସହିତ ଆମର ଭେଟ ହବ ସେଇଠି 24 ତାରିଖ ଦିନ ବକୁଳ ଆଶ୍ରମରେ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ହରିଓମ। ଯଦି ଆପଣମାନଙ୍କୁ ଆମର ଭିଡ଼ିଓଟି ପସନ୍ଦ ଆସିଛି ତେବେ ଏହିପରି ଭିଡ଼ିଓ ପ୍ରଥମେ ଦେଖିବା ପାଇଁ ଲାଇକ୍ ସେୟାର ଆଣ୍ଡ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରନ୍ତୁ। ଥ୍ୟାଙ୍କ ୟୁ।